ଆଜ୍ଞା ଆସୁଛି। ଆଉ ଟିକେ ବଢାନ୍ତୁ। ଜଗନ୍ନାଥ ଶ୍ରୀ ଏ ଜଗନ୍ନାଥ ମଦ୍ଗୁରୁ ଶ୍ରୀ ଜଗଦ୍ଗୁରୁ ମଦାତ୍ମା ସର୍ବଭୂତାତ୍ମା ତସ୍मै ଶ୍ରୀ ଗୁରवे ନମଃ। परम प्रेम ठाकुर परमाराध्य जगत जननी श्री श्री वर्मा, परम पूज्यपा जुगाचार्य देव श्री श्री बरदा, परम पूज्यपा श्री श्री आचार्य देव सभी को श्रीपाद पंकज महोत्सव प्रणाम। आज आवाजी सत्संग वरेण्य परिचालक महोदय यही सत्संग सहित जोगयुक्त वरेण्य ऋतिक मंडली इष्ट कर्मी वृंद गुरुजन वृंद समस्त मोर प्रणाम। इष्ट प्राण गुरु भातृमंडली भक्तिमती मातृमंडली सत्संग प्रेमी सुधी सज्जन वृंद छोट छोट पिला माने समस्त मोर अंतर आपीति जय जनाए। सर्वप्रथमे आज जे भगवान नैवेद्य निवेदन करछंती सम्माननीय श्रीयुक्त अशोक कुमार दाता एवं श्रीयुक्त शिशिर कुमार पात्रदा এই উভয়ঙ্কর এবং উভয়ঙ্ক পরিবার প্রতি প্রত্যঙ্কর সেই ইষ্টিচর্যাময় জীবন সার্বিক কল্যাণ ପାଇଁ ପ୍ରିୟ ପରଙ୍କର ଆତୁର ଚରଣରେ ପ୍ରାର୍ଥନା ଜଣାଏ। ତ ସହିତ এই ଶିଶିର ଦାଙ୍କର ପୂଜ୍ୟ ପିତାଙ୍କର ସେଇ ଶୀଘ୍ର ଆଶୁ ଆରୋଗ୍ୟ ପାଇଁ ପରମ ପ୍ରେମ ଶ୍ରୀ ଠାକୁରଙ୍କ ଶ୍ରୀ ଆତୁର ଚରଣରେ ପ୍ରାର୍ଥନା ଜଣାଏ। ଅନୁରୂପ ଭାବେ ସମସ୍ତଙ୍କର ସେଇ ଇଷ୍ଟିଚର୍ଯାମୟ ଜୀବନର ସାର୍ବିକ କଲ୍ୟାଣ ପାଇଁ ପ୍ରିୟ ପରଙ୍କର ଆତୁର ଚରଣରେ ପ୍ରାର୍ଥନା ଜଣାଏ। এই জীবনର ସମ୍ବର୍ଦ୍ଧନା ମାନେ ହଉଛି ସମ୍ୟକ ପ୍ରକାରେ ବର୍ଦ୍ଧନଶୀଳ କରିବା। ଏହା ହଉଛି ସମ୍ବର୍ଦ୍ଧନା। ବୃଦ୍ଧ ଧାତୁର ଆସିଛି, ଯୋଉଥିରେ ବଢିବାର କଥା ଅଛି, ବର୍ଦ୍ଧନଶୀଳତାର କଥା ଅଛି। ତ ଏଇ ଜୀବନଟାକୁ ଯେତେବେଳେ এই ବର୍ଦ୍ଧନଶୀଳତା ଦିଗରେ ଆମେ ଦେଖୁ, ସେତେବେଳେ ପ୍ରଥମରେ ଆସେ ହିଁ ଶରୀରଟା ଯଦି ସୁସ୍ଥ ନ ରହେ, ସ୍ୱସ୍ଥ ନ ରହେ, ଆନନ୍ଦିତ ନ ରୁହେ, ତାହେଲେ କିନ୍ତୁ এই ଜୀବନ ସମ୍ବର୍ଦ୍ଧନା ହେଇପାରେ ନା ଠିକ। ସେଥିପାଇଁ ବୋଲି এই ଶରୀରଟାକୁ ଏତେ ଗୁରୁତ୍ୱ ଦିଆଯାଏ, କାରଣ ଏ ଶରୀର ତାର ଇନ୍ଦ୍ରିୟ ସହିତ ଜଡ଼ିତ। ଇନ୍ଦ୍ରିୟ ତାର ଭାଷାକୁ, ତାର ଭାବକୁ, ତାର କର୍ମକୁ ନେଇକି ସେ ଜଡ଼ିତ। ଇନ୍ଦ୍ରିୟର ଏ ଯୋଉ ଭାବ ଭାଷା କର୍ମ ଏଗୁଡାକୁ ନେଇକିରି ଆମର ନିଜର ସ୍ୱଭାବ ଆଉ ଆମର ଆଇଡେଣ୍ଟିଟି ये ସବୁ ଗୁଡାକ ନିଜର ପରିଚୟ ମଧ୍ୟ ତାରି ଭିତରେ, ନିଜର ବ୍ୟକ୍ତିତ୍ୱ ମଧ୍ୟ ତାରି ଭିତରୁ ଆସେ। ତେଣୁ ଏ ଶରୀରଟାର ଏଇ ଯୋଉ ସ୍ୱଭାବ କଥା ଆମେ କହୁ, ସେଇଟା ଆସେ ଏଇ ଆହାରରୁ। ତେଣୁ ଠାକୁର ଗୋଟେ ବାଣୀରେ କହିଲେ, ସ୍ୱୟର ଭାବେଇ ସ୍ୱଭାବ ଆସେ, ଉଚ୍ଛଳ ଦେ ନିଷ୍ଠା ରାଗେ, ଶକ୍ତି ଓ ଦେ ତେମନ୍ତର, ସତ୍ତା ଫୁଟେ ତେମନି ରାଗ। ମୋର ସତ୍ତାଟା ସେଇଭଳି ରାଗରେ ଫୁଟି ଉଠିବ ଯେମିତି ମୋ ଭିତରେ ଶକ୍ତି ସୃଷ୍ଟି ହେବ, ଯେମିତି ଶକ୍ତିରେ ମୁଁ ତାର କମ୍ବିନେସନରେ, ତାର ସମନ୍ୱୟରେ ମୁଁ ସମାବେଶ କରିବି, ସେଇଭଳି ଭାବରେ ମୋର ସତ୍ତାଟା ଫୁଟି ଉଠିବ ସେଇ ଶକ୍ତିର ଧାରାକୁ ଧରିକି। ଆଉ ସେ ଶକ୍ତିର ଧାରା ସେଇଠୁ ଆସିବ, ସେଇଠୁ ତାର ଉଚ୍ଛଳତାଟା ଆସିବ। ଯେମିତି ନିଷ୍ଠା ଯୋଉଥିରେ ଥିବ, ସେଇ ହିସାବରେ ତାର ଶକ୍ତିଟା ମଧ୍ୟ, ତାର ଉଚ୍ଛଳ ଧାରା ସେଇଭଳି ଭାବରେ ବହି ଆସିବ। ଆଉ ଏଇ ଉଚ୍ଛଳ ଧାରା ନିଷ୍ଠାଟା ଆସିବ ତାର ସ୍ୱଭାବ ଭିତରେ ଦେଇକିରି। ଏ ସ୍ୱଭାବଟା କଣ ନା ସ୍ୱୟର ଭାବ ଏ ସ୍ୱଭାବ ଆସେ। ଶ୍ରୀ ଠାକୁର କହୁଛନ୍ତି ଅନୁସୂତିର 4th ଖଣ୍ଡର ଗୋଟେ ବାଣୀ, ନିଜର ଭାବଟା ହିଁ ସ୍ୱଭାବ। ତେଣୁ ଏଇ ଯୋଉ ସ୍ୱଭାବଟା ହିଁ ମୋର ବ୍ୟକ୍ତିତ୍ୱଟାକୁ ବୁଝେଇ ଦିଏ କି ମୋର ବ୍ୟକ୍ତିଟା କେମିତି, ମୋର ଚରିତ୍ର କେମିତି, ମୋର ଚଳନ କେମିତି, ମୋର କହିବା କେମିତି, এইটা এই ସବୁ ଗୁଡାକ এই ସ୍ୱଭାବଟା ହିଁ ବୁଝେଇ ଦିଏ। ଆଉ ଗୋଟେ ବାଣୀରେ ଠାକୁର କହିଲେ, স্বভাবটাই তো তোমার, স্বভাবটা তো তো তোমার হইয়া, যেমন স্বভাব তেমনি তুমি, তেমন তরেই চলন বলন, তেমনি তোমার চিত্তভূমি। এই চিত্তভূমি ମୋର ମନର ବେଶଟା, ମନର ଆଧାରଟା, ମୋର ଚିତ୍ତର ଆଧାରଟା ଯେମିତି ମୋର ଚଳନ ବଲନ, ମୋର କହିବାଟା ମଧ୍ୟ ସେମିତି। এই କହିବାଟା କୋଉଠୁ ଆସେ ନା ମୋର ସ୍ୱଭାବଟା ଯେମିତି। ଏ ସ୍ୱଭାବଟା କେମିତି ନା ମୋର ସ୍ୱଭାବଟା ଆସେ ଏଇ ସ୍ୱର ଭାବରୁ। ଏ ନିଜର ଭାବଟା କୋଉଠୁ ଆସେ ନା এইটা ଆସେ ମୋର ଶରୀରରୁ, ମୋର ଇନ୍ଦ୍ରିୟ କମ୍ବିନେସନରୁ, ଇନ୍ଦ୍ରିୟ ସମନ୍ୱୟର ରୁ ଆସେ ଏଇ ଭାବଟା। ତେଣୁ এইটা କୋଉଠୁ ଆସେ ନା এইটা ଆସେ ଆହାରରୁ। ତେଣୁ ଆହାରଟା ଏତେ ଇମ୍ପୋର୍ଟାଣ୍ଟ।
ଆହାର ତ ଆମେ ଜାଣୁ ସେଟା ଏତେ ଶୁଦ୍ଧି ହେବା ଦରକାର, ଯାହାର ଭିତରେ ଯେତେ ଶୁଦ୍ଧି ଆହାର ତାର ଶରୀରଟା ମଧ୍ୟ ସେତେ ସୁସ୍ଥ, ତାର ମନଟା ମଧ୍ୟ ସେତେ ସ୍ୱସ୍ଥ, ସେ ସେତେ ମଧ୍ୟ ଆନନ୍ଦିତ, ଆଉ ତାର ଇନ୍ଦ୍ରିୟ ସମନ୍ୱୟ ମଧ୍ୟ ସେଇଭଳି ଭାବରେ, ଯାହାଥିରୁ ଭାଷା ଭାବ ଭାଷା କର୍ମ ଏଗୁଡାକ ତା ସହିତ ଜଡିତ। ତେଣୁ ଠାକୁର ନାରୀ ନୀତିରେ ଗୋଟେ ଜାଗାରେ କହିଲେ, କହିଲେ ଭାବ ଭାଷାକୁ ମୁଖର କରି ତୋଳେ, ପୁଣି ଭାବ ହିଁ କର୍ମକୁ ନିୟନ୍ତ୍ରିତ କରେ, ଆଉ ଭାବନାରୁ ହିଁ ଭାବ ଉଦ୍ଦିତ ହୁଏ। ଅତଏବ ତୁମର ଭାବନାକୁ ଯେତେ ସୁନ୍ଦର, ସୁଶୃଙ୍ଖଳ, ସହଜ, ଅବିରୋଧ ଓ ଉନ୍ନତ ଧରଣର କରିବ, ତୁମର ଭାଷା ବ୍ୟବହାର କର୍ମ କୁଶଳତା ମଧ୍ୟ ସେହିପରି ସୁନ୍ଦର, ଅବିରୋଧ, ଉନ୍ନତ ଧରଣର ହେବ। କିଏ ନ ଚାହେଁ ଏଇ ମୋର ଭାବ ଭାଷା କର୍ମ କୁଶଳତା ସୁନ୍ଦର ହେଇ ଉଠୁ, ଅବିରୋଧ ହେଇ ଉଠୁ, ଉନ୍ନତ ଧରଣ ହେଇ ଉଠୁ, କିଏ ନ ଚାହେଁ? ସମସ୍ତେ ଚାହାନ୍ତି ମୋର ଭାଷାଟା ଭଲ ହଉ, ମୋର ବ୍ୟବହାରଟା ଭଲ ହଉ, ମୋର କର୍ମ କୁଶଳତା ମଧ୍ୟ ଭଲ ହଉ, ସମସ୍ତେ ଚାହାନ୍ତି। କିନ୍ତୁ ଏଗୁଡାକ ଯୋଉ ଭାବରେ ଉଜ୍ଜୀବିତ ହବ, ଯୋଉଠୁ ଆର ଉଚ୍ଛଳତା ଆସିବ, ତାର ଧାର କିନ୍ତୁ ଧାରିବାଟା ସହଜ ହେଇ ଉଠେ ନା। ସେଥିପାଇଁ ମୋର କର୍ମଟା କୁଶଳ ହେଇ ଉଠେ ନା, ମୋର ବ୍ୟବହାର ଠିକ ହୁଏ ନା, ମୋର ଭାଷାଟା ମଧ୍ୟ ଠିକ ହୁଏ ନା, ଏଇଠି ହିଁ ଜଡିତ। ତେଣୁ ମତେ କଣ କରିବାକୁ ପଡିବ ନା, ମୋର ଭାବନାଟାକୁ ଯେତେ ସୁନ୍ଦର, ସୁଶୃଙ୍ଖଳ, ସହଜ, ଅବିରୋଧ, ଉନ୍ନତ ଧରଣ କରିବାକୁ ପଡିବ। ଏଇ ପାଞ୍ଚଟା ଜିନିଷ ଠାକୁର କହିଲେ। ସୁନ୍ଦର କରିବାର କଥା, ସୁଶୃଙ୍ଖଳ କରିବାର କଥା, ସହଜ ହେବାର କଥା, ଅବିରୋଧ ହେବାର କଥା, ଉନ୍ନତ ଧରଣ ହେବାର କଥା। ଏଇ ଭାବନାଟାକୁ ଯଦି ଏତିକି ମଣିଷ କରିଦେଇ ପାରେ, ତାହେଲେ ତାର ଯେ ବ୍ୟକ୍ତିତ୍ୱ ସେଇଭଳି ଭାବରେ ଗଜେଇ ଉଠିବ, ସେ ମନୁଷ୍ୟ ମଧ୍ୟ ଅର୍ଜନ ପଟୁ ଯୋଗ୍ୟତା ମଧ୍ୟ ତାର ସେଇଭଳି ଉଠିବ। ତେଣୁ ଏଇ ଯୋଉ ଭାବନାଟା ଆସିବା ପାଇଁ ମୋର ଏଇ ଶରୀର ଶୁଦ୍ଧିଟା ଆଉ ଆହାର ভিতর ଦେଇକିରି এতে গুরুত্ব রয়েছে। তেমন ଗୋଟେ বাণীରେ শ্রী ঠাকুর কহিলেন, যেমন জিনিস খাবে তুমি, চলা বলায় যেমন তোর, স্বভাব তোমার তেমনি হবে, তাতেই তুমি হবে ধর। ତେଣୁ ମୋର ସ୍ୱଭାବଟାକୁ ସୁଦୃଢ କରିବାକୁ ହେଲେ ମୋର ଖାଇବାଟାକୁ ଧ୍ୟାନ ଦେବାକୁ ପଡିବ। ତେଣୁ ଖାଇବାଟା ଏତେ ଇମ୍ପୋର୍ଟାଣ୍ଟ। ଖାଇବା ଭିତରେ ତ ଅନେକ ଅଛି, ତାରି ଭିତରକୁ ଆମେ ଯଦି ଭଲ ଭାବରେ ଦେଖିବା, ଏଇ ପନିପରିବା ଭିତରେ ଦେଇକିରି ବହୁତ ଇମ୍ପୋର୍ଟାଣ୍ଟ ଅଛି, ବହୁତ ମହତ୍ଵ ରହିଛି। ତେଣୁ ଏ ପନିପରିବା ମେଜରିଟି ରୋଲ ପ୍ଲେ କରେ ଏଇ ମନକୁ ଶୁଦ୍ଧି ରଖିବାରେ। ଆଉ ଏ ପନିପରିବା ଭିତରେ ଦେଇକିରି ଖାଦ୍ୟ ତତ୍ଵ ରହିଛି। ପନିପରିବା ମଣିଷର ଶରୀରଟାକୁ ସୁସ୍ଥ ରଖିବା ପାଇଁ, ତାର ମନଟାକୁ ସୁସ୍ଥ ରଖିବା ପାଇଁ ସେଟା ସୁଷମ ହେବା ନିହାତି ଆବଶ୍ୟକ। ତେଣୁ ଏଇ ସୁଷମ ଖାଦ୍ୟ ହେବା ପାଇଁ ପନିପରିବାର ଗୋଟେ ମେଜର ରୋଲ ଅଛି, ମୁଖ୍ୟ ଭୂମିକା ରହିଛି। କାହିଁକି ନା ଏ ପନିପରିବା ଭିତରେ ଆମେ ଭିଟାମିନ ପାଉ, ସେଥିରେ ଆଣ୍ଟି ଅକ୍ସିଡେଣ୍ଟ ପାଉ, ସେଥିରେ ଫାଇଟୋ ନ୍ୟୁଟ୍ରିଏଣ୍ଟ ପାଉ, ଖଣିଜ ଲବଣ ପାଉ, ମିନେରାଲ, ତନ୍ତୁ ଜାତୀୟ ଖାଦ୍ୟ ଯାହାକୁ ଡାଏଟେରୀ ଫାଇବର ବୋଲି କୁହାଯାଏ, ଏଗୁଡାକ ପାଉ। ତା ବାଦେ ଅନେକ ତତ୍ଵ ଜିନିଷ ଗୁଡାକ ରହିଛି, ଖାଦ୍ୟ ତତ୍ଵ, ସେଗୁଡାକ ମଧ୍ୟ ପାଉ। ଏଗୁଡାକର ଅଭାବ ଯଦି ହେଇଯାଏ, ତାହେଲେ ତାର ଶରୀରଟା ସୁସ୍ଥ ରହେ ନା। ଶରୀରଟା ଯଦି ସୁସ୍ଥ ନ ରୁହେ, ଅନୁଯାୟୀ ମନଟା ମଧ୍ୟ ସୁସ୍ଥ ରହେ ନା। ମନଟା ଯଦି ସୁସ୍ଥ ନ ରୁହେ, ତାହେଲେ ତାର ଭାବ ସ୍ୱଭାବ ତା ସହିତ ଯେତେ ଯେତେ ଜଡିତ, ଇଏ ସମସ୍ତେ କିନ୍ତୁ ତାର ଭିତରେ ଦେଇକିରି ଏଫେକ୍ଟେଡ ହୁଅନ୍ତି, ତା ଭିତରେ ଦେଇକି ପ୍ରଭାବିତ ହୁଅନ୍ତି। ତେଣୁକରି ଏତେ ଇମ୍ପୋର୍ଟାଣ୍ଟ ଏଇ ପନିପରିବା। ପନିପରିବା କେମିତି ଖାଇବାକୁ ହବ, କେତେ ପରିମାଣର ଖାଇବାକୁ ହବ, କୋଉ ପନିପରିବା ଖାଇବାକୁ ହବ, ଇଏ ସବୁ ଗୁଡାକ କିନ୍ତୁ ଶ୍ରୀ ଠାକୁର ନିର୍ଦ୍ଧାରଣ କରିଦେଇଛନ୍ତି। ଆମେ ଯଦି ହୋଲ ପନିପରିବା ସିନାରିଓକୁ ଯଦି ଆମେ ଦେଖିବା, ତାକୁ ମେଜରିଟି ଭାବରେ ମୁଖ୍ୟତଃ ତାକୁ 5 ଭାଗରେ ବିଭକ୍ତ କରାଯାଇପାରେ। ପ୍ରଥମ ଭାଗ ହଉଛି ଡାର୍କ ଗ୍ରୀନ ଭେଜିଟେବୁଲ, ଯାହାକୁ ଆମର ଶାଗ ଜାତୀୟ ବା ଲିଫି ଭେଜିଟେବୁଲ ବୋଲି କୁହାଯାଏ। ଇଏ ଶାଗ ଜାତୀୟ, ଇଏ ଗୋଟେ ପ୍ରକାର ପନିପରିବା। ତାପରେ କଲର୍ଡ ଭେଜିଟେବୁଲ, ଯେମିତି ନାଲି ରଙ୍ଗର, କମଳା ରଙ୍ଗର, ହଳଦିଆ ରଙ୍ଗର ଇତ୍ୟାଦି ପନିପରିବା ଅଛି, ତାକୁ ଗୋଟେ ପ୍ରକାର ବିଭକ୍ତ କରି ଦିଆଯାଇପାରେ। ଯେମିତି ଆମର ଗାଜର, ଟମାଟୋ, କନ୍ଦମୂଳ, କ୍ୟାପ୍ସିକମ, ଲଙ୍କା ଇତ୍ୟାଦି କଲର୍ଡ ସବୁ ଭେଜିଟେବୁଲ ଅଛି, ଏମାନଙ୍କୁ ଗୋଟେ ପ୍ରକାର କରି ଦିଆଯାଇପାରେ। ଆଉ ଗୋଟେ ପ୍ରକାର ଅଛି ଲେଗ୍ୟୁମ ବା ଡାଲି ଜାତୀୟ ଫସଲ, ଯେମିତି ବିନ୍ସ, ମଟର, ଏଇଗୁଡାକ ଏଇ ଯୋଉ ବରଗୁଡି, କାଉପି, ଏଗୁଡାକ ସେମାନଙ୍କୁ ଗୋଟେ ଜାତୀୟ କରି ଦିଆଯାଇପାରେ। ଆଉ ଗୋଟେ ଷ୍ଟାର୍ଚି ଭେଜିଟେବୁଲ, ଯୋଉଟା କି ଶର୍କରା ଜାତୀୟ, ଆଳୁ, ସାରୁ, ଏଗୁଡାକୁ ଗୋଟେ ପ୍ରକାର ବିଭାଗ କରି ଦିଆଯାଇପାରେ। ଆଉ ବାଦ ବାକି ଯେତିକି ପନିପରିବା ସବୁ ରହିଲେ, ସେମାନଙ୍କୁ ଆଉ ଗୋଟେ ପ୍ରକାର କରାଯାଇପାରେ। ଏଇ ଯେମିତି ଆମର ବାଇଗଣ, ଅମୃତଭଣ୍ଡା, ବିଟ୍ ଇତ୍ୟାଦି ଇତ୍ୟାଦି, ଛତୁକୁ ଇନକ୍ଲୁଡ କରିକି ଏ ସମସ୍ତଙ୍କୁ ଆଉ ଗୋଟେ ପ୍ରକାର ବର୍ଗୀକରଣ କରି ଦିଆଯାଇପାରେ। ମୁଖ୍ୟତଃ ଏ 5 ଭାଗର ବର୍ଗୀକରଣର ପନିପରିବାକୁ
ଯଦି ମଣିଷ ବାଲାନ୍ସ ଭାବରେ ଗୋଟେ ସାମ୍ୟ ଭାବରେ ନ ଖାଏ ତାହେଲେ କିନ୍ତୁ ତାର ଶରୀରଟା ସୁସ୍ୱାସ୍ଥ୍ୟ ହେଇପାରେ ନା। ଏ ଶରୀରଟାକୁ ସୁସ୍ୱାସ୍ଥ୍ୟ ନ ହେଇପାରେ ଯଦି ନ ହେଇପାରିଲା ତାହେଲେ କିନ୍ତୁ ଏଥିରେ ତାର ଅସୁବିଧା ଅଛି। ସେଥିପାଇଁ ଠାକୁର ଆଲୋଚନା ପ୍ରସଙ୍ଗର 15 ଖଣ୍ଡରେ ଗୋଟେ ଜାଗାରେ କହିଲେ ଏ ଖାଦ୍ୟରେ ବୈଚିତ୍ର୍ୟତା ଆସିବାର କଥା। ତେଣୁ ବୈଚିତ୍ର୍ୟ ମାନେ କେମିତି ଯଦି କହୁଛନ୍ତି ରାନ୍ଧିବା ଖାଇବା ଗୋଟିଏ ଢଙ୍ଗର ଯଦି ହୁଏ ତାହେଲେ ଭଲ ନୁହେଁ, କିନ୍ତୁ ସେଗୁଡାକ କେମିତି ହବ ନା ବୈଚିତ୍ର୍ୟପୂର୍ଣ୍ଣ, ସୁସ୍ୱାଦୁ, ସହଜ ପାଚ୍ୟ ଓ ସ୍ୱାସ୍ଥ୍ୟକର ହବ। ତେଣୁ ଖାଦ୍ୟଟା ମୁଁ ଯେମିତି ମୋର ଭିତରେ ଗୋଟେ ଆନନ୍ଦ ଦଉଥିବ ଆଉ ମୋର ମନକୁ ଯେମିତି ପ୍ରଫୁଲ୍ଲିତ କରୁଥିବ ଆଉ ସେଥିରେ ବିଭିନ୍ନ ରସର ଫେରଣରେ ସମାବେଶ ହେଇଥିବ ଆଉ ତାର ଭିତରେ ଏଇ ରସ କ୍ଷରଣରେ କଣ ହୁଏ ମଣିଷର ଏଇ ଯୋଉ ଶରୀର ଭିତରେ ଅନ୍ତର୍ନିହିତ ରସ ବିଭିନ୍ନ ପ୍ରକାର ପାଚକ ରସ ଅଛି। ସେ ପାଚକ ରସ ସଠିକ ପରିମାଣରେ କ୍ଷରିତ ହବ, ଠିକ ଉପାୟରେ କ୍ଷରିତ ହବ, ଯାହା ଦ୍ୱାରା କି ସୁପ୍ତ ଗୁଣ ଗୁଡିକର ବିକାଶରେ ମଧ୍ୟ ସହାୟକ ହବ। ଏଇ ସୁପ୍ତ ଗୁଣ ଗୁଡିକ ଯେତେବେଳେ ବିକାଶ ହବ ସେତେବେଳେ ହିଁ ମଣିଷର ସ୍ୱଭାବ, କିନ୍ତୁ ଯେଗୁଡାକ ଚାପା ପଡି ରହିଅଛି ଯୋଉ ସ୍ୱଭାବ ଗୁଡାକ ଭଲ ଭଲ ସଦ୍ଗୁଣ ଗୁଡାକ ସେଗୁଡାକର ବିକାଶ ଠିକ ଠିକ ଭାବରେ ହବ। ଯଦି ତାର ପାଚକ ରସ ଠିକ ଭାବରେ କ୍ଷରଣ ହେଲା ନାହିଁ ତାହେଲେ ମଣିଷର ଏଇ ଯୋଉ ସଦ୍ଗୁଣ ଗୁଡାକ ବିକାଶ ମଧ୍ୟ ସେଇଥିରେ ବାଧା ଆସିବ, ସେ ବିକାଶ ହବ ନାହିଁ। ଆଉ ଯୋଉ ସଦ୍ଗୁଣର ବିକାଶ ଭିତରେ ତାର ବ୍ୟକ୍ତିତ୍ୱଟା ନିର୍ଭର କରେ। ତେଣୁକରି ଠାକୁର କହିଲେ ଖାଦ୍ୟ ଗୋଟେ ପ୍ରକାର ନ ହେଇ ତାକୁ ରକମାରି ଖାଦ୍ୟ କରିବାକୁ ହୁଏ। ତାକୁ ଏମିତି ରୋଷେଇ କରିବ ଯେମିତି ସୁସ୍ୱାଦୁ ହବ, ଆନନ୍ଦଦାୟକ ମନେ ହବ, ଆଉ ରାନ୍ଧିବା କାମଟା ମଧ୍ୟ ସେଇଭଳି ଭାବରେ ଆନନ୍ଦଦାୟକ କରିନେବାକୁ ହୁଏ। ଖାଦ୍ୟ ଯଦି ବୈଚିତ୍ର୍ୟପୂର୍ଣ୍ଣ, ସୁସ୍ୱାଦୁ, ସହଜ ପାଚ୍ୟ, ସ୍ୱାସ୍ଥ୍ୟକର ନ ହୁଏ ତାହେଲେ କିନ୍ତୁ ଏ ଭଲ ଗୁଣ ଗୁଡାକର ବିକାଶ ହେବାଟା ମଧ୍ୟ କଷ୍ଟସାଧ୍ୟ ହେଇ ଉଠିବ। ଏଇ ଖାଦ୍ୟକୁ ଏଇ ବୈଚିତ୍ର୍ୟପୂର୍ଣ୍ଣ, ସୁସ୍ୱାଦୁ, ସହଜ ପାଚ୍ୟ, ସ୍ୱାସ୍ଥ୍ୟକର କରିବା ପାଇଁ ବୋଲି ଏଇ 5 ଭାଗର ବ୍ରଡ ତାକୁ ମୁଖ୍ୟ ମୁଖ୍ୟ ଭାଗର ପନିପରିବା ତାର ବାଲାନ୍ସ ବା ସାମ୍ୟ ସମ୍ମିଶ୍ରଣ ସମାବେଶ ଦରକାର, ଯୋଉଗୁଡାକୁ ପ୍ରତିଦିନ ମଣିଷର ଖାଦ୍ୟରେ ଏଗୁଡାକୁ ସମ୍ମିଳିତ କରିବା ଦରକାର। ତେଣୁ ଶାଗ ଜାତୀୟ ତ ନିହାତି ରହିଲା। ଶାଗ ଜାତୀୟ ପନିପରିବାକୁ ଖାଇବା ପାଇଁ ଠାକୁର ତାକୁ ମଧ୍ୟ ବିଧାନ ଦେଲେ ତ କେମିତି ଶାଗ ଖାଇବାକୁ ହୁଏ, ଶାଗ କେମିତି ରୋଷେଇ କରିବାକୁ ହୁଏ। ଆଲୋଚନା ପ୍ରସଙ୍ଗ 12 ଖଣ୍ଡର ଗୋଟେ ଜାଗାରେ ଶ୍ରୀ ଠାକୁର କହୁଛନ୍ତି ଏ ଯୋଉ ଶାଗ ରନ୍ଧା ତାକୁ ମଧ୍ୟ ବିଭିନ୍ନ ପ୍ରକାର ରାନ୍ଧିବାକୁ ହୁଏ। ଯେମିତି ପୋସ୍ତ ବଟା, ଡାଲି ବଟା, ଚାଉଳ ବଟା, ନଡିଆ ରସ ଇତ୍ୟାଦି ମିଶାଇ ଯଦି ଶାଗ ରାନ୍ଧିଲେ ସେଇ ଶାଗଟା ଖୁବ ପୁଷ୍ଟିକର ହୁଏ ଆଉ ସ୍ୱାଦ ମଧ୍ୟ ଭଲ ହୁଏ। ଆଉ ଥରେ ରିପିଟ କରୁଛି, ପୋସ୍ତ ବଟା, ଡାଲି ବଟା, ଚାଉଳ ବଟା ଓ ନଡିଆ ରସ ମିଶାଇ ଶାଗ ରାନ୍ଧିବାକୁ ହୁଏ। ଏଟା ରାନ୍ଧିଲେ ଶାଗଟା ଖୁବ ପୁଷ୍ଟିକର ହୁଏ, ଖୁବ ଭଲ ହୁଏ। ଆଲୋଚନା ପ୍ରସଙ୍ଗ 12 ଖଣ୍ଡରେ ଠାକୁର କହିଛନ୍ତି। କହିଛନ୍ତି ପୁଣି କହୁଛନ୍ତି ଚାଉଳ ଅଳ୍ପ ଦେବାକୁ ହୁଏ। ଆଉ ଆମେ ଯୋଉ ପିଠଉ ଦଉ କିନ୍ତୁ ଚିନାବାଦାମ ବା ରାଶି ବଟା, ଚାଉଳ ବଟା ଯଦି ସେଥିରେ ଦିଆଯାଏ ତାହେଲେ ଏଇଟା ଆହୁରି ପୁଷ୍ଟିକର ହେଇ ଉଠେ, ପ୍ରୋଟିନଟା ମିଳେ, ମାଂସ ଠାରୁ ମଧ୍ୟ ଜୋର ବେଶୀ ହୁଏ। ଏ କଥା ଶ୍ରୀ ଠାକୁର କହିଛନ୍ତି। ଆମେ କିନ୍ତୁ ମାଂସରେ ପ୍ରୋଟିନ ମିଳେ, ତେଣୁ ମାଂସ ନହେଲେ ଆମର ହୁଏ ନା। ଏଇ ମାଂସ ଖାଇବା ପାଇଁ ଆମେ ପୁରା ବିଚଳିତ, କିନ୍ତୁ ମାଂସ ଠାରୁ ଯେ ଅଧିକା ପ୍ରୋଟିନ ଏଇ ଶାଗ ଭିତରେ ଅଛି, ଶ୍ରୀ ଠାକୁର କେମିତି କରି ରାନ୍ଧିଲେ ଏ ଶାଗଟା ମାଂସ ଠାରୁ ବି ଅଧିକ ପୁଷ୍ଟିକର ହେଇ ଉଠେ ତାର ମଧ୍ୟ ବିଧାନ ବତେଇ ଦେଲେ। କହିଲେ ସେ ଆମର ଯୋଉ ପିଠଉ ଦଉ ଡାଲି ବଟା, ଚାଉଳ ବଟା, ଯାହା ଯାହା ମସଲା ଭାବିକିରି ଯାହା ବ୍ୟଞ୍ଜନ ଦଉ ଶାଗଟାକୁ ସ୍ୱାଦୁ କରିବା ପାଇଁ, ପୁଷ୍ଟିକର କରିବା ପାଇଁ, ତାର ଭିତରେ ଯଦି ଚିନାବାଦାମ ଆଉ ରାଶି ବଟା ଯଦି ଦିଆଯାଏ ତାହେଲେ ପୁଷ୍ଟିଟାକୁ ଅନେକାଂଶରେ ବଢେଇ ଦିଆଯାଏ। ତ ଏମିତି ମତେ ଶାଗ ରୋଷେଇ କରିବାକୁ ହବ। ଶାଗ ରୋଷେଇବାର କାଇଦା ମଧ୍ୟ ଠାକୁର କହିଛନ୍ତି। ତାପରେ କହୁଛନ୍ତି କେବଳ ଶାଗ ନୁହେଁ, ତା ପାଖରେ ଆମ୍ବ ପଣସ ଖାଇକିରି ମଣିଷ ହଜମ କରିପାରିଲେ ଖୁବ ଭଲ ହୁଏ। ସେଥିରେ ସାରା ବର୍ଷର ରସାୟନ ହେଇଯାଏ। ଆଉ ପୁଦିନା, ସୁଳ୍ପ ଶାଗ, ଧନିଆ ପତ୍ର, ଆମଲକି ଓ କଞ୍ଚା ଲଙ୍କା ଦେଇ ଚଟନି କରି ଖାଅ, ସେଥିରେ ନର୍ମାଲ ଭିଟାମିନ ସ୍ୱାଭାବିକ ଭାଗରେ ଯାହା ମିଳିବା କଥା ଏ ଆଉ ସି ର ପରିମାଣ ଖୁବ ବେଶୀ ଥାଏ। ଏଇ ଆଲୋଚନା ପ୍ରସଙ୍ଗର 19 ଖଣ୍ଡରେ ଏଇଟା ଶ୍ରୀ ଠାକୁର ଡେସ୍କ୍ରିପସନ କରିଛନ୍ତି। କହିଛନ୍ତି ଆମ୍ବ ପଣସ ଖାଇକିରି ହଜମ କରିପାରିଲେ ଖୁବ ଭଲ, ସେଥିରେ ସାରା ବର୍ଷର ରସାୟନ ହୋଇଯାଏ। ବର୍ଷ ସାରା ମତେ ଯେତିକି ବାୟୋକେମିକାଲ, ଭିଟାମିନ୍ସ, ପ୍ରୋଟିନ୍ସ, ଫାଇଟୋ ନ୍ୟୁଟ୍ରିଏଣ୍ଟସ ଯେତିକି ଦରକାର ଇଏ ସବୁ ଗୁଡାକ ବର୍ଷ ସାରା ପାଇଁ ଠୁଳ କରି ରଖିପାରେ ଶରୀର ଆମ୍ବ ପଣସ ଖାଇକିରି। ଆଉ ତାକୁ ଯଦି ଠିକ ଭାବରେ ହଜମ କରିଦିଏ, କେବଳ ଆମ୍ବ ପଣସରେ ଏତେ ଗୁଣ ଅଛି। ଆଉ ତା ଭିତରେ କଣ କରିବାକୁ ହୁଏ ନା ତା ଭିତରେ ପୋଦିନା ସୁଳ୍ପ ଶାଗ କହିଲେ ପାନ ମଧୁରୀ ଶାଗ, ପୋଦିନା ସୁଳ୍ପ ଶାଗ, ଧନିଆ ପତ୍ର ଆଉ ଟିକେ ଅଁଳା ଆଉ କଞ୍ଚା ଲଙ୍କା ଏତିକି ଦେଇକି ଯଦି ତାକୁ ଚଟନି କରାଯାଏ ଆଉ ସେ ଚଟନି କରିକି ତାକୁ ସ୍ୱାଭାବିକ ଭାବରେ ଯଦି
ଖିଆଯାଏ ସ୍ୱାଭାବିକ ଭିଟାମିନ ବହୁତ ମିଳେ, ପ୍ରଚୁର ମିଳେ। ଏ ସି ଖୁବ୍ ଥାଏ ସେଥିରେ। ଆଉ ଏଥିରେ ଶରୀରର ସମସ୍ତ ଫଙ୍କସନ କରିବା ଆଉ ସମସ୍ତ କ୍ରିୟା ଗୁଡାକ ଟୋନ୍ ଅଫ୍ କରିଦିଏ, ଉଜ୍ଜୀବିତ କରିଦିଏ, ରେଜିଷ୍ଟାନ୍ସ ପାୱାର ମଧ୍ୟ ବଢେଇ ଦିଏ, ଯାହାକୁ ପ୍ରତିରୋଧ କ୍ଷମତା ବୋଲି କହୁ। ସହଜରେ କୌଣସି ଅସୁଖ ହେଇପାରେ ନା। ହଠାତ୍ ସର୍ଦ୍ଦି, କାଶ, ଜ୍ୱର, ପେଟର ଅସୁଖ ବା କ୍ଷୟ ରୋଗ ଇତ୍ୟାଦି ଯାହା ଅଛି ସେଗୁଡାକ ସହଜରେ ଆକ୍ରମଣ କରିପାରେ ନା। ଆଉ ତୋରାଣୀ ଜଳ, ଯାହାକୁ ଅମାନି ବୋଲି କହୁଛନ୍ତି ଶ୍ରୀ ଶ୍ରୀ ଠାକୁର, ସେ ଅମାନି ଜଳ ଯଦି କାଲି କଲାଇର ଜୁସ ର ସଙ୍ଗେ ଏକ ତମ୍ବା ଗ୍ଲାସ ମଧ୍ୟରେ 2 ଆଉନ୍ସ କରି ଖିଆଯାଏ, ସେଥିରେ ଲୁଣ, ଲେମ୍ବୁ, ଅଦା ଓ କଞ୍ଚା ଲଙ୍କା ଦେଇ, ତାହେଲେ ଶରୀର କେବେ ଖୁବ ଭଲ। ଏଥିରେ ସ୍ନାୟୁ ପୁଷ୍ଟ ହୋଇ ଝାଡା ପ୍ରବଣ ହେଇ ଉଠେ। କାଲି କଲାଇ ମାନେ ବିରି, ଏଇ ବିରି ଆଉ ତୋରାଣୀ ତାକୁ ଜୁସ୍ ବନେଇକିରି ଗୋଟେ ତମ୍ବା ଗ୍ଲାସ ଭିତରେ ଯଦି ତାକୁ ରଖି ଲୁଣ, ଲେମ୍ବୁ, ଅଦା ଓ କଞ୍ଚା ଲଙ୍କା ଦେଇ ଦିଆଯାଏ, ତାହେଲେ ଶରୀର ପକ୍ଷେ ଖୁବ ଭଲ। ଏଥିରେ ସ୍ନାୟୁ ପୁଷ୍ଟ ହୁଏ ବୋଲି ଶ୍ରୀ ଠାକୁର କହୁଛନ୍ତି। ଏକଥା ସେ ଆଲୋଚନା ପ୍ରସଙ୍ଗ 19 ଖଣ୍ଡରେ ବର୍ଣ୍ଣିତ ଅଛି। କାଳି କଲାଇର ତାର ଯୋଉ ଚୋପା, ସେ ଚୋପାକୁ ଆମେ ବାହାରି ଫୋପାଡି ଦଉ, ଆଉ ଫୋପାଡିକି କିମ୍ବା ଗାଈକୁ ଦେଇ ଦଉ। ଆଉ ସେ ବିରି ଚୋପା ବାହାର କରି ଖାଲି ଧଳା ଧଳା ବିରିକୁ ତାକୁ ଆମେ ବେଟି ତାକୁ ପେଶି ବିଭିନ୍ନ ପ୍ରକାର ବ୍ୟଞ୍ଜନ, ତାକୁ ଜଳଖିଆ ବ୍ୟଞ୍ଜନ କରୁ। ସେଇ ବିରି ଠାକୁର କହୁଛନ୍ତି ଏଇ ଯୋଉ ବିରିର ଚୋପା, ତା ଭିତରେ ଅନେକ ଗୁଣ ଅଛି। ସେଇଟାକୁ ଯଦି ଖାଇପାରିଲେ ବହୁତ ଭଲ ହୁଏ, ସ୍ନାୟୁ ପୁଷ୍ଟ ହୁଏ, ସେଥିରେ ବାୟୁ ଟିକେ ହୁଏ। ଅଦା ଦେଲେ ତାହା ନଷ୍ଟ ହେଇଯାଏ। ପ୍ରତିଦିନ ସକାଳେ ଏ ଷଠିର ବର୍ଫି ଆଉ ଏଇ ଯୋଉ ବିରି ଚୋପା, ତାକୁ ଯଦି ବର୍ଫି ବନେଇ ଖାଇ ଦିଆଯାଏ, ତାହେଲେ ପେଟ ପକ୍ଷରେ ଭଲ। ଆଉ ସର୍ବ ପ୍ରକାର କ୍ଷୟ ରୋଗର ନିବାରକ ମଧ୍ୟ ଇଏ। କେତେ ସୁନ୍ଦର ସୁନ୍ଦର କଥା ଗୁଡାକ କହିଛନ୍ତି ଠାକୁର, ସାଇଣ୍ଟିଫିକ କାରଣ ଦେଇକିରି କହିଛନ୍ତି। ଆମମାନଙ୍କୁ ପ୍ରତି ପ୍ରତ୍ୟେକ ଟିକେ ଥଣ୍ଡା ହେଇଗଲେ, ଟିକେ ବର୍ଷାରେ ଭିଜି ଗଲେ, ସର୍ଦ୍ଦି, କାଶ, ଜ୍ୱର, ପେଟର ଗୋଳମାଳ, କ୍ଷୟ ରୋଗ ଇତ୍ୟାଦି ପ୍ରକାର ରୋଗ ମାଡି ବସେ। ସେ ରୋଗରେ ଆମେ ତ୍ରାହି ପାଉନା। ତାକୁ ଯଦି ତ୍ରାହି ପାଇବା ପାଇଁ ହେଲେ ମୋର ଏ ଖାଦ୍ୟ ବ୍ୟଞ୍ଜନଟାକୁ ମତେ ଠିକ କରିଦେବାକୁ ହବ। ଖାଦ୍ୟ ବ୍ୟଞ୍ଜନ ଭିତରେ ଦେଇକିରି କିନ୍ତୁ ମୋର ରେଜିଷ୍ଟାନ୍ସ ପାୱାର, ପ୍ରତିରୋଧ କ୍ଷମତାକୁ ମୁଁ ବଢେଇ ଦେଇପାରିବି। ଆଉ ମୋର ଯେତିକି ଶରୀରର ସମସ୍ତ ଗୁଡା ବାୟୋକେମିକାଲ ଫଙ୍କସନ, ଜୈବ ରାସାୟନିକ କ୍ରିୟା ଗୁଡାକ ତାକୁ ଉଜ୍ଜୀବିତ କରି ତୋଳି ପାରିବା କ୍ଷମତା ଏଇ କେବଳ ଖାଦ୍ୟ ପଦାର୍ଥ ଭିତରେ ଦେଇକିରି ଅଛି। ତେଣୁ ସେଟା କରିବା ପାଇଁ ହେଲେ ମତେ ଶାଗଟା କେମିତି ରୋଷେଇ କରିବାକୁ ହବ, ତାର ବିଧାନ ମଧ୍ୟ ଶ୍ରୀ ଶ୍ରୀ ଠାକୁର ଦେଇଦେଲେ। ତାପରେ କହୁଛନ୍ତି ଏଇ ଯେ ଆମକୁ ଗାଜର, ଟମାଟୋ, କନ୍ଦମୂଳ, ଲଙ୍କା, କ୍ୟାପସିକମ ଭଳି କଲର ଭେଜିଟେବୁଲ ମଧ୍ୟ ଖାଇବାକୁ ପଡିବ। ଏଇ କଲର ଭେଜିଟେବୁଲ ରେ ଅନେକ ଗୁଡାକ ଆମର ଫାଇଟୋ ଏଇ ଯୋଉ ଫାଇଟୋ ନ୍ୟୁଟ୍ରିଏଣ୍ଟ ଗୁଡାକ ଅଛି, ଯୋଉଗୁଡାକ ଆଣ୍ଟି ଅକ୍ସିଡେଣ୍ଟ, ଜାନ୍ଥୋଫିଲ, କେରୋଟୋନିନ, ଏଇଭଳିଆ ବିଭିନ୍ନ ଫ୍ଲେଭୋନଏଡ, ଆଲର୍ଜିକ ଏସିଡ, ଗ୍ଲୁକୋସିନଏଡ, ଏଭଳିଆ ବିଭିନ୍ନ ପ୍ରକାର ଖାଦ୍ୟ ତତ୍ତ୍ୱ ଏଥିରେ ମିଳେ। ତାକୁ ଓଡିଆରେ ତ କଣ କୁହାଯାଏ ଜାଣିନାହିଁ, କିନ୍ତୁ ଇଂରାଜୀରେ ଏଇଗୁଡାକ, ଆଉ ଇଂରାଜୀ ନାହିଁରେ ଏଗୁଡାକ ଆମକୁ ବୁଝି ନେବାକୁ ହିଁ ହୁଏ। ତା ଭିତରେ ଠାକୁର କହୁଛନ୍ତି ଏଇ ଯୋଉ କଲର୍ଡ ଏଇ ଯୋଉ ପନିପରିବା ଭିତରେ ଦେଇକି ଏଇ ଯେତେ ଭିଟାମିନ ଗୁଡାକ ମିଳେ, କିଛି କିଛି ଭିଟାମିନ୍ସ ଅଛି ଯେମିତିକି ଭିଟାମିନ ଏ, ସେଗୁଡାକ ସହଜରେ ଆମକୁ ମିଳେ ନା। ଏବଂ ଯଦି ଜଣେ ଶାଗ ନ ଖାଏ, ତା ଭିତରେ କିନ୍ତୁ ତା ଭିତରେ ଯେତିକି ପରିମାଣରେ ମୋର ଦୈନନ୍ଦିନ ଦରକାର ସେଥିରେ ମିଳେ ନା। କିନ୍ତୁ ଏଇ ଫାଇଟୋ ନ୍ୟୁଟ୍ରିଏଣ୍ଟ ଭିତରେ ଦେଇକିରି ଶରୀରର କ୍ଷମତା ଅଛି, ତାର କମ୍ପୋନେଣ୍ଟ ଗୁଡାକୁ, ତାର ଅବୟବ ଗୁଡାକୁ ସେ କନଭର୍ଟ କରିଦିଏ ଭିଟାମିନ ଏ କୁ। ଆହୁରି କି ଅନେକ ଭିଟାମିନ ଅଛି, ସବ ଭିଟାମିନ୍ସ ଅଛନ୍ତି, ଯୋଉ ଭିଟାମିନ ଗୁଡାକୁ କନଭର୍ଟ କରିଦେଇକିରି ଶରୀର ତାକୁ ବ୍ୟବହାର କରିଦେଇପାରେ। ପାଇଁ ଫାଇଟୋନ୍ୟୁଟ୍ରିଏଣ୍ଟ ଗୁଡାକର ମହତ୍ଵ ଏତେ ବେଶୀ। ଏ ଫାଇଟୋନ୍ୟୁଟ୍ରିଏଣ୍ଟ ଗୁଡାକ ଏଇ କଲର ଭେଜିଟେବୁଲ ରେ ଥାଏ। ଯୋଉ ଭେଜିଟେବୁଲ ଗୁଡାକ ବିଭିନ୍ନ ପ୍ରକାର କଲର, ଗ୍ରୀନ ଛାଡିକି ଅନ୍ୟ ଯେକୌଣସି କଲର ଗୁଡାକ ଏଇ ସବୁ ଗୁଡାକରେ ଅତି ଅଧିକା ପରିମାଣରେ ଥାଏ। ସେଥିପାଇଁ ରେଡ, ଅରେଞ୍ଜ, ୟେଲୋ, ନାଲି, କମଳା ରଙ୍ଗ ଆଉ ହଳଦିଆ, ଏଇଭଳି ଭାବରେ ଯୋଉ ପନିପରିବା ଗୁଡାକ ଅଛି, ସେ ରଙ୍ଗ ବେରଙ୍ଗ ପନିପରିବା ଗୁଡାକ ମଧ୍ୟ ମୋ ଖାଦ୍ୟ ପଦାର୍ଥରେ ସାମିଲ କରିବା ନିହାତି ଦରକାର। ତା ଭିତରେ ଠାକୁର କହୁଛନ୍ତି ଶାସ୍ତ୍ରରେ ନିଷିଦ୍ଧ ଆହାର କିନ୍ତୁ ବର୍ଜନ୍ୟ ନୁହେଁ। ଆମ ଶାସ୍ତ୍ରରେ ଗାଜର କିନ୍ତୁ ଖାଇବାକୁ ପରମିଶନ ନାହିଁ, ସେଥିରେ ନିଷିଦ୍ଧ ଅଛି। ଗାଜର ଖାଇବା ଶାସ୍ତ୍ରରେ ନିଷିଦ୍ଧ ଅଛି ବୋଲି ଶ୍ରୀ ଠାକୁର କହୁଛନ୍ତି। କହୁଛନ୍ତି ଗାଜରରେ ଏତେ ଫାଇଟୋ ନ୍ୟୁଟ୍ରିଏଣ୍ଟ ଅଛି, ଭିଟାମିନ୍ସ ଅଛି, କେରୋଟିନ୍ସ ଅଛି, ଭିଟାମିନ ଏ ଅଛି, ଫାଇବର୍ସ ଅଛି, ଖଣିଜ ଲବଣରେ ଭରପୁର ହେଇକିରି ଅଛି, ଡାଇଟେରୀ ଫାଇବର ଅଛି, ତନ୍ତୁ ଜାତୀୟ ଖାଦ୍ୟ ତତ୍ଵ ବୋଲି ଯାହାକୁ କୁହାଯାଏ ସେଗୁଡାକ ଅଛି। ନନ୍ ନ୍ୟୁଟ୍ରିଏଣ୍ଟ ମଲିକୁଲସ ଅଛନ୍ତି, ନନ୍ ନ୍ୟୁଟ୍ରିଏଣ୍ଟ ଯାହା ଶରୀରକୁ ବହୁତ ପରିମାଣରେ ସାହାଯ୍ୟ କରେ, କ୍ରୋନିକ ଡିଜିଜ କୁ
ଏଇ ଯୋଉ କଣ୍ଟ୍ରୋଲ କରିବାରେ, ଡାयବେଟିସ୍ ଚେକ୍ କରିବାରେ, କ୍ୟାନ୍ସର ଇତ୍ୟାଦି ମହାମାରୀ ରୋଗ ବ୍ୟାଧିକୁ ଚେକ୍ କରିବାରେ, ତାର ମେଦବହୁଳତାକୁ ଚେକ୍ କରିବାରେ, ହାଇପର ଆକ୍ଟିଭିଟି ଭଳିଆ ଜିନିଷକୁ ଚେକ୍ କରିବାରେ, ଏତେକୁ କମେଇବାରେ, କମ କରିବାର କ୍ଷମତା ଯଦିଓ ସେଇ ଭିତରେ ପୁରଞ୍ଜୟ ଭାଇ ଅଡିଓ ଆସୁନି, ଅଡିଓ ଅଫ୍ ହେଇଯାଇଛି। ପୁରଞ୍ଜୟ ଭାଇ, ହ୍ୟାଲୋ। ଏବେ ଆସିଲା, ଆଜ୍ଞା ଆଜ୍ଞା ଆସିଲା, କେତେବେଳୁ କଟିଲାଣି ଇଏ? ଏଇ ଜଷ୍ଟ 10 ସେକେଣ୍ଡ ଖଣ୍ଡ ହବ। ହଁ, ମୁଁ ଆଉ ଥରେ ରିପିଟ କରି ନଉଛି। ଶାସ୍ତ୍ରରେ ଗାଜର ଖାଇବା ନିଷିଦ୍ଧ ଅଛି, ଯେ କିନ୍ତୁ ଶାସ୍ତ୍ରରେ ବହୁତ ଭିଟାମିନ ଯଦିଓ ଅଛି, ତାକରି ଆମର କ୍ରୋନିକ ଡିଜିଜ, ଡାଇବେଟିସ୍, କ୍ୟାନ୍ସର, ଓବେସିଟି, ହାଇପର ଆକ୍ଟିଭିଟି ଏଗୁଡାକ ରିଡ୍ୟୁସ କରିବାର କ୍ଷମତା ମଧ୍ୟ ଯଦିଓ ଗାଜର ଭିତରେ ଫାଇଟୋନ୍ୟୁଟ୍ରିଏଣ୍ଟ ଭିତରେ ଏତେ ଗୁଡାକ ସଦ୍ଗୁଣ ଅଛି, ତାର ଭିତରେ ଦେଇକି ମଧ୍ୟ ଶାସ୍ତ୍ରରେ ଗାଜର ଖାଇବାକୁ ନିଷିଦ୍ଧ କରାଯାଇଛି। ଠାକୁର କହୁଛନ୍ତି ଗାଜରର ଭିଟାମିନ କିନ୍ତୁ ସହଜେ ପାଚ୍ୟ ନୁହେଁ, ତାକୁ ଶରୀର ଗ୍ରହଣ କରିପାରେ ନାହିଁ। ଶରୀର ଯଦି ଗ୍ରହଣ ନ କରିପାରେ, ତାର କୋଶିକା ମଧ୍ୟ ତାକୁ ବ୍ୟବହାର କରିପାରେ ନାହିଁ। ଆଉ କୋଶିକା ଯଦି ବ୍ୟବହାର କରି ନପାରେ, ତାହେଲେ ସେଇଟା ବଦହଜମି ହେଇପାରେ। ତେଣୁ ଭକ୍ତ ପଚାରୁଥିଲେ ଏଇ ଶାସ୍ତ୍ରକାର ମାନେ କଣ ଏତେ କଥା ବୁଝିଥିଲେ କି ଗାଜରରେ ଏତେ ଭଲ ଭଲ ଥିବା ସତ୍ତ୍ୱେ ବୈଜ୍ଞାନିକ ମାନେ ଏଗୁଡାକ ଆବିଷ୍କାର କରିକିରି ସବୁ ଭଲ ଖାଦ୍ୟ ହେବା ସତ୍ତ୍ୱେ ସେମାନେ ମନା କରୁଛନ୍ତି ଶାସ୍ତ୍ରକାର ମାନେ? ଶ୍ରୀ ଠାକୁର କହୁଛନ୍ତି ଦ୍ରଷ୍ଟା ପୁରୁଷ ମାନେ ହିଁ ଶାସ୍ତ୍ରକାର ହୁଅନ୍ତି। ସେମାନେ ସବୁ ବୁଝନ୍ତି, ସବୁ ଦେଖନ୍ତି, ସବୁ ଜାଣନ୍ତି। ସେମାନେ ଅନ୍ଦାଜରେ କୌଣସି କଥା କହନ୍ତି ନାହିଁ, ସେମାନେ ଦେଖିକରି କହନ୍ତି। ଆମମାନଙ୍କର କଲ୍ୟାଣକର କଥା ଗୁଡିକରେ ପଛରେ କଣ ଅଛି ତାର ସମ୍ପୂର୍ଣ୍ଣ ଭାବରେ ସେ ସବୁକୁ ନିର୍ଦ୍ଧାରଣ ନ କରିବା ପର୍ଯ୍ୟନ୍ତ ହଠାତ୍ କିଛି ବର୍ଜନ କରିବା ସମୀଚୀନ ନୁହେଁ। ଆମେ ଆଗେ କାଳୀ ପୂଜା କରୁ, ଆଉ କାଳୀ ପୂଜାର ଠିକ ପୂର୍ବରୁ କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ 14 ଶାଗର ଖାଇବାର ରୀତି ଥିଲା। ଏଇଟା ଶ୍ରୀ ଠାକୁର କହୁଛନ୍ତି। এই 14 ଶାଗ ଖାଇଲେ କଣ ହୁଏ ନା, 14 ଶାଗ ଖାଇଲେ ତାର ଏତେ ଭେଷଜ ଗୁଣ ଥିଲା, ସେଗୁଡିକ ଖାଇଲେ ଲିଭର ଓ ହଜମ ଶକ୍ତି ଚାଙ୍ଗା ହେଇ ଉଠୁଥିଲା। ଠିକ ଏଇ ତିଥିରେ, ସେଇ ଚତୁର୍ଦ୍ଦଶୀ ତିଥିରେ 14ଟି ଶାଗ ଖାଇଲେ ମନେ ହୁଏ କି ଶରୀରରେ ପ୍ରତିରୋଧ ଶକ୍ତି ଅନେକ ପରିମାଣରେ ବଢିଯାଏ। ଆଉ ଏଇ ଯୋଉ ଚିକେନ ପକ୍ସ, ମିଜିଲିସ୍ ଏଇଭଳିଆ ସବୁ ହୁଏ, ସେଗୁଡାକ କିନ୍ତୁ ଚର୍ମ ରୋଗରେ ଧାର ଧାରେ ନା, ଯଦି ସେଇ ତିଥିରେ ଏଇ 14 ଶାଗ ଖିଆଯାଏ। ସେ 14 ଶାଗ ଗୋଟେ ନିର୍ଦ୍ଦିଷ୍ଟ ଥିଲା ବୋଲି ଶ୍ରୀ ଠାକୁର ଆଲୋଚନା ପ୍ରସଙ୍ଗର 18 ଖଣ୍ଡରେ କହୁଛନ୍ତି। ସେ 14 ଶାଗ ଭିତରେ ଠାକୁର ନିର୍ଦ୍ଦିଷ୍ଟ କରାହେଇଯାଇଛି। ସେଥିରେ ଗୋଟେ ହଉଛି ଅଲୁଅ, ଆଉ ଗୋଟେ ହଉଛି ପୁଷ୍କର ମୂଳ, ବଥୁଆ, ଚାକୁଣ୍ଡା, ସୋରିଷ, ନିମ୍ବ, ଜୟନ୍ତୀ, ମଦରଙ୍ଗା, ଗୁଳୁଚି, ପୋଟଳ, ସେଲୁକା, ହିଡିମିଚା ବା ପିତା ଶାଗ ବୋଲି ଯାହା କୁହନ୍ତି, ଭାନିଆ, ସୁନସୁନିଆ, ଏଇଭଳି ଭାବରେ 14ଟା ଶାଗ। ଆଉ ଥରେ ମୁଁ ରିପିଟ କରୁଛି। ପ୍ରଥମ ହଉଛି ଓଲୁଅ, ଦ୍ୱିତୀୟ ହଉଛି ପୁଷ୍କର ମୂଳ, ତୃତୀୟ ହଉଛି ବଥୁଆ, ଚତୁର୍ଥ ହଉଛି ଚାକୁଣ୍ଡା, ପଞ୍ଚମ ହଉଛି ସୋରିଷ, ଷଷ୍ଠ ହଉଛି ନିମ୍ବ, ସପ୍ତମ ହଉଛି ଜୟନ୍ତୀ, ଅଷ୍ଟମ ହଉଛି ମଦରଙ୍ଗା, ନବମ ହଉଛି ଗୁଳୁଞ୍ଚି, ଦଶମ ହଉଛି ପୋଟଳ, 11 ହଉଛି ସେଲୁକା, 12 ନମ୍ବର ହଉଛି ହିଡିମିଚା ବା ପିତା ଶାଗ, 13 ନମ୍ବର ହଉଛି ଭାନିଆ ଶାଗ, 14 ନମ୍ବର ହଉଛି ସୁନସୁନିଆ ଶାଗ। ଏଇ 14ଟି ଶାଗ ମିକ୍ସ କରିକି, ମିଶେଇ କରିକି ଏଇ କୃଷ୍ଣ ଚତୁର୍ଦ୍ଦଶୀ ଦିନ 14 ଶାଗ ଖାଇବାର ରୀତି ଥିଲା ବୋଲି ଶ୍ରୀ ଠାକୁର କହୁଛନ୍ତି। କିନ୍ତୁ ସେ ରୀତି ଧୀରେ ଧୀରେ କାର୍ଯ୍ୟ ପର୍ଯ୍ୟାୟକ୍ରମେ ବଦଳିଗଲା। ଆଉ ଏଇ 14 ଶାଗ ଯୋଉ ନିର୍ଦ୍ଦିଷ୍ଟ ଥିଲା, ତାକୁ 14 ଶାଗର ବାହାନାରେ ଯାହା ତାହା ଶାଗ ମିଶେଇ ଦେଇ କିନ୍ତୁ ଖାଇଦିଅନ୍ତି, ବିଧିକୁ ଆଖିଠାର ମାରିକିରି। ଆଉ ଖାଇଦେବା ଦ୍ଵାରା ତାର ଯୋଉ ରୋଗ ଭେଷଜ ଗୁଣ ଯାହା ଥିଲା, ରୋଗ ପ୍ରତିରୋଧୀ ଶକ୍ତି ଅନେକ ପରିମାଣରେ ବଢେଇ ଦଉଥିଲା, ତାହା କିନ୍ତୁ ସହଜରେ ହେଇ ଉଠେ ନା। ତେଣୁକରି এই କାଳୀ ପୂଜା ପରେ ପରେ ଯେତେବେଳେ ଆସେ ଶୀତ ଆସେ, ଶୀତ ପରେ ପରେ ପୁଣି ଯେତେବେଳେ ଖରା ହୁଏ, ଏଇ ଶୀତ ଦିନ ବେଳେ ଗରମ, ରାତି ବେଳେ ଶୀତ, ଏଇ ସମୟରେ ଅନେକ ପରିମାଣର ଭାଇରସ, ଅନେକ ପରିମାଣରେ ବ୍ୟାକ୍ଟେରିଆ ବାୟୁମଣ୍ଡଳରେ ଘୁରି ବୁଲନ୍ତି। ତା ସଂସ୍ପର୍ଶରେ ଆସିବା ଭିତରେ ଯେତେବେଳେ ବାୟୁ ପରିବର୍ତ୍ତନ ହୁଏ, ସିଜନାଲ ଚେଞ୍ଜେସ୍ ଆସେ, ସେଥିରେ ଥଣ୍ଡା, ସର୍ଦ୍ଦି, କାଶ, ଜ୍ୱର ଏଇଭଳି ଭାବରେ ବିଭିନ୍ନ ରୋଗରେ ଲୋକ ଆକ୍ରାନ୍ତ ହୁଅନ୍ତି। କେବଳ ସେଇଥିରେ ଯଦି ଏଇ ଆମର ଖାଦ୍ୟ ବୈଶିଷ୍ଟ୍ୟଟା ଯଦି ଆମେ ଠିକ କରିଦଉ, ତାହେଲେ ଅନେକ ପରିମାଣରେ ସେଥିରୁ ରିହାଇ ମିଳେ ବୋଲି ଶ୍ରୀ ଠାକୁର କହୁଛନ୍ତି। ତେଣୁ ଏଇ କଥା ଗୁଡାକ ଆମେ ଆମର ବୋଧ ଶାସ୍ତ୍ର ଭିତରେ ମଧ୍ୟ ଆଣିବାକୁ ଆମେ ଚେଷ୍ଟା କରୁନା। ଆଉ ତାର ଭିତରେ ତାର ଜାଣିଲେ ମଧ୍ୟ ତାକୁ ପ୍ରୟୋଗ କରିବାର ମଧ୍ୟ ଆମର ହେଇ ଉଠେ ନା।
ସେଥିପାଇଁ ବୋଲି ଆମେ ଏଇ ରୋଗ ଶୋକ ଅସୁଖ ବିସୁଖ ଭିତରେ ଦେଇକିରି ଆମେ ଛନ୍ଦି ହେଇକି ରହୁ। ଏଇ ଶାଗର ଏତେ ଇମ୍ପୋର୍ଟାନ୍ସ କହୁଛନ୍ତି। ଶାଗ ସହିତ ତା ଭିତରେ ତ କହିଲି ଏଇ ଯୋଉ ଆମର ଫାଇଟୋନ୍ୟୁଟ୍ରିଏଣ୍ଟ ଭିତରେ ଯେ ଗାଜରକୁ ଖାଇବା ପାଇଁ ଶାସ୍ତ୍ର ନିଷିଦ୍ଧ କରିଛି ବୋଲି କହୁଛନ୍ତି। ସେଟାକୁ ପୁଣି ବୁଝାଯାଏ ଏଗୁଡାକ ଯଦି କଞ୍ଚା ଖାଇପାରିଲେ ସେଥିରେ ଅନେକ ଭିଟାମିନ, ଯେମିତି ଆମର ଭିଟାମିନ ଏ ଅଛି, ସରି ଭିଟାମିନ ବି ଆଉ ସି, ଏଗୁଡାକୁ ୱାଟର ସଲ୍ୟୁବଲ ଭିଟାମିନ ବୋଲି କୁହାଯାଏ। ଏମାନେ କଣ ନା ପାଣିରେ ଏମାନେ ଦ୍ରବୀଭୂତ ହେଇକିରି ଜଲ୍ଦି ଜଲ୍ଦି ଆମର ଝାଡା ପରିସ୍ରା ଭିତରେ ଦେଇକିରି ବାହାରି ଯାଆନ୍ତି। ଶରୀରରେ ଅତି ଶୀଘ୍ର ଏମାନଙ୍କର ବ୍ୟବହାର ହେଇଯାଏ ଆଉ କ୍ଷୟ ହେଇଯାଏ। ସେଠି କ୍ଷୟ ପ୍ରବଳ ଏଇ ଭିଟାମିନ ଗୁଡାକ ଅଧିକାରୁ ଅଧିକା ଆମର ପ୍ରତିଦିନ ଦରକାର ହୁଏ, କିନ୍ତୁ ଯେତିକି ଦରକାର ସେତିକି ଆମେ ବିଭିନ୍ନ ପ୍ରକାର ନେବାଟା ଆମ ପାଖରେ ସହଜ ସାଧ୍ୟ ହେଇ ଉଠେ ନା। ସହଜ ସାଧ୍ୟ ନ ଉଠିଲେ ଆମ ଶରୀରଟା ଆମ ଅସୁସ୍ଥ ହେଇ ଉଠେ, ତାର ଡେଫିସିଏନ୍ସି ଦେଖା ଦିଏ, ଅଭାବ ଦେଖା ଦିଏ। ଏଇ ଅଭାବ ଭିତରେ ଆମର ଯୋଉ ୱାଟର ସଲ୍ୟୁବଲ ଭିଟାମିନ ଅଛି, ଅନ୍ତତଃ ସେ ବି ଭିଟାମିନ ଏତେ ଇମ୍ପୋର୍ଟାଣ୍ଟ ଶରୀର ପ୍ରତି, ଯାହା ମୋର ଚକ୍ଷୁର ଦୃଷ୍ଟି ଶକ୍ତିକୁ ନିୟନ୍ତ୍ରିତ କରେ, ଯାହା ମୋର ଅସ୍ଥିକୁ ନିୟନ୍ତ୍ରିତ କରେ, ମୋର ଚୁଟିକୁ ନିୟନ୍ତ୍ରିତ କରେ, ଚୁଟିର ଗ୍ରୋଥ ଏବଂ ଫଲେନ ମାନେ ଯୋଉ ତାର ଚୁଟି ବଢିବା, ଚୁଟି ଘନତ୍ୱ, ଚୁଟି ଝଡିବା, ଇଏ ସବୁକୁ ନିୟନ୍ତ୍ରିତ କରେ ଭିଟାମିନ ବି। ଆଉ ମୋର ଏଇ ଯୋଉ ସ୍କିନ୍ ଚର୍ମର ଏଇ ଯୋଉ ଗ୍ଲୋସିନେସ ଟା, ଚର୍ମର ଯୋଉ ଚକଚକପଣ, ଆମର ନଖର ଚକଚକପଣ, ଆଉ ମୋର ଏନର୍ଜି ଲେଭେଲ, ଶକ୍ତିର ଭାଇଟାଲ ଏନର୍ଜି ଲେଭେଲ, ଆଉ ମୋର ମୁଡ, କେତେବେଳେ ଚିଡଚିଡା ଭାବ ଆସେ, କେତେବେଳେ ରାଗ ଭାବ ଆସେ, କେତେବେଳେ ବିରକ୍ତି ଭାବ ଆସେ, ଏଇ ସବୁ ଭାବ ପାଇଁ ମୋର ଯୋଉ ମେମୋରି, ମୋର ସ୍ମୃତି ଶକ୍ତି ହ୍ରାସ ହେଇଯାଏ। ସ୍ମୃତି ଠିକ ରହେ ନା, ଗୋଟେ ଜିନିଷ ଠିକ ଭାବରେ ମନେ ରଖିପାରେ ନା, ଯଦି ମନେ ରଖେ ଲମ୍ବା ଦିନ ପର୍ଯ୍ୟନ୍ତ ମନେ ରହେ ନା। ତ ଏଇଭଳି ଭାବରେ ସ୍ମୃତି ଶକ୍ତି ହ୍ରାସ ଆଉ ମୋର ଇମ୍ୟୁନ ସିଷ୍ଟମ ଡିଜର୍ଡର, ଯାହାକୁ ଅଟୋ ଇମ୍ୟୁନ ଡିଜିଜ ବୋଲି ମଧ୍ୟ କହନ୍ତି, ଯେତେବେଳେ ମୋର ନିଜର ଶରୀରର ଏଇ ଯୋଉ ଇମ୍ୟୁନ ସିଷ୍ଟମ, ଯାହାକୁ ଯୋଉ ବାହାର ରୋଗ ଜୀବାଣୁକୁ ନଷ୍ଟ କରିବା ପାଇଁ ସେ ସାହାଯ୍ୟ ହେଇଥାଏ, ସେତେବେଳେ ସେ କଣ କରେ, ଏଇ ଅଭାବରେ ନିଜର ସେଲ ଗୁଡାକୁ, ନିଜର କୋଷ ଗୁଡାକୁ ସେ ଆଘାତ କରେ ଏବଂ ନିଜ କୋଷ ଗୁଡାକୁ ମାରିଦିଏ। ତାକୁ ଅଟୋ ଇମ୍ୟୁନ ଡିଜିଜ ବୋଲି କୁହାଯାଏ। ସେ ଅଟୋ ଇମ୍ୟୁନ ଡିଜିଜ ଯେତେବେଳେ ହୁଏ, ସେତେବେଳେ ଧୀରେ 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 କ୍ୟାନ୍ସରକୁ ମାଡ଼ିଯାଏ ଏବଂ କ୍ୟାନ୍ସର ହେଲେ ତାର କୌଣସି ଆନ୍ସର ନଥାଏ, ତାର ଉତ୍ତର ନଥାଏ, ପ୍ରାଣହାନି ହେବାକୁ ପଡେ। ଏତେ ଅସୁବିଧା ଅଛି ଏଗୁଡାକର ଅଭାବରେ। ତେଣୁ ଏଇ ଯୋଉ ୱାଟର ସଲ୍ୟୁବଲ ଭିଟାମିନ ବି ଏଣ୍ଡ ସି କୁହାଗଲା, ଆମ ୟା ନିକଟ ଅତୀତରେ ଦେଖାଗଲା କରୋନା ଯେତେବେଳେ ଆସିଲା, ସେଇ ସମୟରେ ଇମ୍ୟୁନ ସିଷ୍ଟମକୁ ବୁଷ୍ଟିଂ କରିବା ପାଇଁ ଆମକୁ ଭିଟାମିନ ବି, ଭିଟାମିନ ସି ଦିଆଗଲା, ଆଣ୍ଟି ଅକ୍ସିଡେଣ୍ଟ ବୋଲି କୁହାଗଲା। ସେ ଆଣ୍ଟି ଅକ୍ସିଡେଣ୍ଟ ମାନେ ମୋର ଶରୀରର ଯୋଉ ଅକ୍ସିଡେସନ ପ୍ରକ୍ରିୟା ହଉଛି, ଜଲ୍ଦି ଜଲ୍ଦି କ୍ଷୟ ପ୍ରବଳ ହଉଛି ମୋର ଶରୀର, ମୋର ରିଙ୍କିଲନେସ ଶରୀରରେ ଆସିଯାଉଛି, ବାର୍ଦ୍ଧକ୍ୟ ଆସିଯାଉଛି, ଯୋଉଥିରେ ବାର୍ଦ୍ଧକ୍ୟରେ ଚମଡା ଗୁଡାକ ସିଙ୍କୁଡି ଯାଇକିରି ତା ଭିତରେ ଗୋଟେ ରିଙ୍କିଲପନ, ସିଙ୍କୁଡାପଣ ଆସୁଛି। ଏଗୁଡାକୁ ଆସିବାର ରୋକିବା ପାଇଁ, ମୋର ବାର୍ଦ୍ଧକ୍ୟକୁ ରୋକିବା ପାଇଁ, ମୋର ଏଜିଂକୁ ରୋକିବା ପାଇଁ ବୋଲି ତାଙ୍କୁ ଏଇ ଅକ୍ସିଡେସନ ପ୍ରକ୍ରିୟାଟାକୁ ରୋକିବାକୁ ପଡିବ, ଯୋଉଥିରେ ଶରୀରରେ ଅନେକ ଜିନିଷ ବର୍ନ ହଉଛି, ଜଳିକିରି କଞ୍ଜ୍ୟୁମ ହେଇକିରି ନଷ୍ଟ ହେଇଯାଉଛି। ତାକୁ ରୋକିବାକୁ ପଡିବା ପାଇଁ ଆଣ୍ଟି ଅକ୍ସିଡେଣ୍ଟ ଦରକାର, ଯୋଉ ଅକ୍ସିଡେସନ ପ୍ରୋସେସକୁ ବନ୍ଦ କରେ କିମ୍ବା ଚେକ୍ କରେ। ସେ ଆଣ୍ଟି ଅକ୍ସିଡେଣ୍ଟ ଏଇ ଫାଇଟୋନ୍ୟୁଟ୍ରିଏଣ୍ଟ ଭିତରେ ବହୁତ ପରିମାଣରେ ଭରି ହେଇକିରି ଅଛି, ଯୋଉଟା କି ଆମକୁ ଏଇ କଲର୍ଡ ଭେଜିଟେବୁଲ ରୁ ମିଳେ। ତାର ଭିତରୁ ଗାଜର ଯଦି ବାଦ ପଡିଯାଏ, ଆଉ ଅନେକ ଯେମିତି ଟମାଟୋ, କନ୍ଦମୂଳ, କ୍ୟାପସିକମ, ଲଙ୍କା, ଏଗୁଡାକରେ ଅନେକ ପରିମାଣ ଭରିକି ଅଛି, ସେଟାକୁ ମଧ୍ୟ ମୋର ଖାଦ୍ୟରେ ସାମିଲ କରିବାକୁ ହୁଏ। ଏଇ କଲର୍ଡ ଭେଜିଟେବୁଲ ଗୁଡାକରେ ତାକୁ ଯଦି ମେଜରିଟି ଭାବରେ ଦେଖାଯାଏ, ତାହେଲେ ତାକୁ ଗୋଟେ 5-6 ପ୍ରକାର ବଡ ବଡ ବର୍ଗୀକରଣ କରାଯାଏ। ହୁଏତ ପାଖାପାଖି 25,000 ଫାଇଟୋନ୍ୟୁଟ୍ରିଏଣ୍ଟ ଅଛି, ଯୋଉଟା କି ମୋର ଶରୀର ପାଇଁ ଦରକାର। ସେ 25,000କୁ ତାକୁ ଗୋଟେ ମୂଳ ଯୋଉଟା ଅତି ଆବଶ୍ୟକ, ଅପରିହାର୍ଯ୍ୟ ଯୋଉଗୁଡାକ ମୋ ଶରୀର ପାଇଁ, ସେଥିକୁ 6 ଭାଗରେ ତାକୁ ବର୍ଗୀକରଣ କରାଯାଇଛି। ଗୋଟେ ହଉଛି କେରୋଟିନଏଡ, ଆଉ ଗୋଟେ ହଉଛି ଇଲାଜିକ ଏସିଡ, ଆଉ ଗୋଟେ ହଉଛି ଫ୍ଲାଭୋନଏଡ, ଆଉ ଗୋଟେ ରେସଭେଟାଲ, ଆଉ ଗୋଟେ ଗ୍ଲୁକୋସିନଏଡ, ଆଉ ଗୋଟେ ଫାଇଟୋଇଷ୍ଟ୍ରୋଜେନ। ଏଇଭଳି ଭାବରେ 6 ପ୍ରକାର ତାକୁ ବର୍ଗୀକରଣ କରାଯାଇଛି। ଯୋଉଟାକୁ କେରୋଟିନଏଡ ବୋଲି କୁହାଯାଉଛି, ସେଗୁଡାକ ଏଇ ୟେଲୋ, ଅରେଞ୍ଜ, ରେଡ କଲରର ଯୋଉ ଫ୍ରୁଟ ଆଣ୍ଡ ଭେଜିଟେବୁଲ ଅଛି, ତା ଭିତରେ ପ୍ରବଳ ମାତ୍ରାରେ ଥାଏ। ତା ପୂର୍ବରୁ କହୁଥିଲି, ଏମାନେ ଗୋଟେ ଆଣ୍ଟି ଅକ୍ସିଡେଣ୍ଟ ଭଳି କାମ କରନ୍ତି। ଏମାନେ ଆମ ଶରୀରରେ ବିଭିନ୍ନ ପ୍ରକାର ବାୟୋକେମିକାଲ ଆକ୍ଟିଭିଟି ଦ୍ଵାରା, ଆମର ଯୋଉ ଶରୀରର ପାଚନ ଦ୍ଵାରା ଯେତିକି ସବୁ ଫ୍ରି ରେଡିକାଲ ତିଆରି ହୁଅନ୍ତି, ଫ୍ରି ରେଡିକାଲ ମାନେ ସେ ଏମିତି ଗୋଟେ ରେଡିକାଲ ଯୋଉଗୁଡାକ ଡ୍ୟାମେଜିଂ କରିବା ପାୱାର, ମାନେ ଶରୀରକୁ ନଷ୍ଟ କରିବା
सेल को नष्ट करवा क्षति करिवार पावर सबुठारु बेसी ए सृष्टि रे जदि सबुठारु बेसी अनस्टेबल एलिमेंट कहीं जदि थांती अनस्टेबल माने अनस्टेबल उपादान जदि कहीं थांती ताले फ्री रेडिकल गुडाक ए फ्री रेडिकल गुडाक हमर शरीर रे जति जैव रासायनिक क्रिया घटे ए पाचन ठू आरंभ करी अनेक किछि ये सब गुडाक रे फ्री रेडिकल सृष्टि होंती से फ्री रेडिकल ही मो शरीर जीव कोष ठू आरंभ करी तार जो जेनेटिक मटेरियल रही ताकू मध्य से माने क्षति पहुंचाती एवं ताकू जेतेबेले क्षति पहुंचाती सेतेबेले ही मोर शरीर चमड़ा चमड़ा भितरे गैप आसे सेल सेल भितरे गैप आसे टिश्यू टिश्यू भितरे फांको आसे जोटा कि रिंकलनेस बोली कहा जाए जोटा कि शरीर भांग बोली कहा जाए त्वचा भंग बोली कहा जाए ये त्वचा भंग गुड़ाक फ्री रेडिकल रो प्रभाव हुए फ्री रेडिकल रो प्रभाव को बंद करने हेले मोर ए त्वचा भंग गुड़ाक रोकवा हेले मत एंटीऑक्सीडेंट रो प्रयोजन से एंटीऑक्सीडेंट कैरोटिनॉइड्स भितर बहुत गुड़ाक अच्छी आउ किछि कैरोटिनॉइड्स अछंती जाकू अल्फा अल्फा कैरोटीन बीटा क्रिप्टोजांथिन बोली कहा जाए এই জান্থিন कैरोटीन एगुड़ा को समस्ते कन्वर्ट हो जाती विटामिन ए को जो मोर शाग मिले ना लिफी भेजिटेबल मु खाए ना मोर शरीर जो अभाव घटे से माने तो प्रयोजन हेले फाइटो न्यूट्रिएंट रु विटामिन ए को मध्य कन्वर्ट हो पारती शरीर विभिन्न कारण लागती जमती विटामिन ए टा आमर दृष्टि शक्ति को शुद्ध करे आम भितर जो न्यूरोन गुड़ाक अच्छी जो आखिरु जो नर्व गुड़ाक जाइए ब्रेन को ट्रांसमिट हे मु जो जिनस देखिली ब्रेन को तार इम्पल्स टा दिए ट्रांसमिट करे कौन देखिला एवं ब्रेन ताहा दे आगु थरे मोटर वर्क ऑर्डर दिए किंबा आमे देखु एटा धड़ा नाली एटा हमको जिनस देखिबार साहाय्य करिवार जो पूरा न्यूरोन ट्रांसमिटर एक्टिविटी पूरा सिस्टम टा सेगुड़ाक जो विटामिन बी रो अभाव हो जाए स्पेशली विटामिन B12 बोली जहाँ को कहा जाए कोबालामिन बोली जहाँ को कहा जाए तार जो अभाव हो जाए ताले किंतु हमर देखिबाटा दृष्टि शक्ति आम हरई बसु कि दृष्टि शक्ति प्रभावित हो पड़े तेणुक विटामिन ए विटामिन बी ए परस्पर दुई जन जाक जो दृष्टि शक्ति सहित जड़ित अच्छा दृष्टि शक्ति दीटा विटामिन एते आमे देखू जोटा कि आम कैटरेक्ट बोली कहू कैटरेक्ट को ओडिया रे जो परल पड़ जाए बोली कहती आखिरे से परल पड़ाटा केवल यू ही असुविधा रुए विटामिन ए रो डेफिशिएंसी कैरोटीन रो डेफिशिएंसी तार भीतर देखिए कैटरेक्ट पड़ जाए एवं से जदि ब्रेन को ठीक ठाक सिग्नाल न दि जाए ताहले परल न पड़ी आखि को देखा जाए ना विभिन्न प्रकार पावर चश्मा आमको व्यवहार करने को हुए ये चश्मार व्यवहार मूल कारण हूँ दीटा विटामिन तेणुक एगुड़ाक कैरोटिनॉइड ये जो फाइटोन्यूट्रिएंट गुड़ाक एत परिमाण अच्छी आमको एत इंपोर्टेंस बुझी करने को हुए आउ गोटे प्रकार कैरोटिनॉइड जहाँ लाइकोपिन बोली कहती सेटा रेड किंबा पिंक कलर रो जेकोसी जो फल पनीपरिया थाए टमाटर रे भरपूर होकर अच्छे लाइकोपिन ए गुड़ाक आउ तरभुज पिंक कलर रो अंगूर एगुड़ाक आमर लाइकोपिन भरपूर परिमाण रे अच्छी जेते रेड एंड पिंक कलर रो पनीपरिया किंबा फल हो तार भितर आम लाइकोपिन टाक पाऊ ए लाइकोपिन तार आमर जो टिके बयस हो गले देखा जाए प्रोस्टेट कैंसर प्रोस्टेट इन्फ्लामेशन प्रोस्टेट रो जहाँ किसी असुविधा अच्छी सेगुड़ा को रोकबारे मुख्य भूमिका ग्रहण करे लाइकोपिन तेणु जे प्रोस्टेट रोगी जेते प्रोस्टेट रोगी कि यूरिनरी ब्लैडर रिलेटेड जी रोगी अच्छा एम सब लाइकोपिन रो बटिका दि जाए लाइकोपिन कंपोनेंट थी बटिका दि जाए असुविधा लाघव करने तेणु जोटा प्रोस्टेट रो इन्फ्लामेशन कि तार कैंसर कि प्रोस्टेट ट्यूमर एगुड़ा लोयर करने रिस्क कमेवाई लाइकोपिन रो एते इम्पोर्टाट किंतु से लाइकोपिन रो इम्पोर्टेंस टाक आम बुझीना से लाइकोपिन ये जो कलर्ड वेजिटेबल भितर अच्छी आम जानी पारुना ये बीटा को एते इम्पोर्टाट कलर्ड वेजिटेबल रे तो अच्छी टमाटर तो लाइकोपिन भरपूर होकर अच्छी किंतु ये लाइकोपिन गुड़ाक आम बॉडी को सहज मिले ना एपाई मिले ना सेगुड़ाक आमर खाद्य तत्व भितर खाद्य भितर देकरी व्यंजन भितर देकी द्रवीभूत हो पारे ना से रांधिबा को पड़े कुकिंग वेजिटेबल दरकार को गोटे वेजिटेबल गलटा जिते भल भाव जो रेड आ पिंक कलर वेजिटेबल गुड़ाक सीझिब से भल परिमाण रे लाइकोपिन गुड़ाक व्यंजन भितर द्रवीभूत हेबे सेटा मो शरीर को गले से शरीर रे काम लगे आउ जदि जोड़ा कुकिंग हो न थाए से लाइकोपिन गुड़ाक थाए जमती आम सलाद रे खाऊ
ସାଲାଡ ରେ ଟମାଟୋ କଞ୍ଚା ଟମାଟୋ ଖିଆଯାଏ, କଞ୍ଚା ଟମାଟୋ ଖାଇବା ଭିତରେ ଦେଇକିରି ଏଇ ଲାଇକୋପିନ୍ ଟା ମିଳେ, କିନ୍ତୁ ଶରୀର ତାକୁ ବ୍ୟବହାର କରିପାରେ ନା। ସେଥିରେ ଶରୀରରେ ଆମର ଦ୍ରବୀଭୂତ ହେଇପାରେନି ବ୍ୟଞ୍ଜନରେ, ତାକୁ ଶରୀର ସହଜ ଭାବରେ ଗ୍ରହଣ କରିପାରେ ନା। ତେଣୁ ସହଜ ଭାବରେ ଗ୍ରହଣ କରିବାକୁ ହେଲେ ତାକୁ କୁକ୍ କରିବାକୁ ପଡେ, ରୋଷେଇ କରିବାକୁ ପଡେ, ଭଲ ଭାବରେ ସିଝେଇବାକୁ ପଡେ। ଯେତେ ଭଲ ଭାବରେ ସିଝିବ ସେତେ ଭଲ ଭାବରେ ଲାଇକୋପିନ୍ ଗୁଡାକ ବ୍ୟଞ୍ଜନ ଭିତରେ ଦ୍ରବୀଭୂତ ହବ, ଆଉ ଅଲ୍ଟିମେଟଲି ଆମର ଶରୀର ଭିତରେ ଯାଇକିରି ତାକୁ ଶରୀର ଯଦି ଗ୍ରହଣ କରେ, ତାହେଲେ ଏଇଭଳି ଯେ ରିସ୍କ ଅଛି ପ୍ରୋଷ୍ଟେଟ୍ କ୍ୟାନ୍ସର ଭଳିଆ ରୋଗରୁ ତାକୁ ଆମକୁ ମୁକ୍ତି ମିଳିପାରିବ। ଆଉ ତା ସହିତ ଆଣ୍ଟି ଅକ୍ସିଡେଣ୍ଟ ମଧ୍ୟ ଏଇ ଅକ୍ସିଡେସନ ପ୍ରୋସେସ ଯାହା ପୂର୍ବରୁ କହୁଥିଲି, ରିଙ୍କିଲନେସ୍ ଆସିଯାଉଛି, ଏଜିଂ ଆସିଯାଉଛି, ଏଗୁଡାକୁ ମଧ୍ୟ ଦୂରରେ ରଖିପାରିବ ଏ ଲାଇକୋପିନ୍। ଆଉ ଗୋଟେ ଜିଆଜାନ୍ଥିନ୍ ବୋଲିକିରି ଅଛି, ଲୁଟେଇନ୍ ବୋଲିକିରି ଅଛି, ଏଗୁଡାକ ମଧ୍ୟ ଏ ଜିଆଜାନ୍ଥିନ୍ ଆଣ୍ଡ ଲୁଟେଇନ୍ ଏଇଟା ମଧ୍ୟ ଗୋଟେ ପ୍ରକାର କେରୋଟିନଏଡ୍। ଏଗୁଡାକ ବିଭିନ୍ନ ପ୍ରକାର ଶାଗ ଜାତୀୟ ପନିପରିବାରେ ଭରପୁର ପରିମାଣରେ ଏଠି ଅଛି। ଏଗୁଡାକ ଭିଟାମିନ୍ ଏ ନୁହନ୍ତି, କିନ୍ତୁ କିନ୍ତୁ ଏଇ ଯୋଉ କାଟାରାକ୍ଟ ଆମର ପରଳ ପଡିଯାଏ ଆଖିରେ ବୟସ ହେଲେ, କିମ୍ବା ବୟସ ହେଲେ ଯୋଉ ମାକୁଲାର ଡିଜେନେରେସନ ହେଇଯାଏ, ଯାହାକୁ ଆମେ ଚାଳିଶିଆ ବୋଲି କହୁ, 40 ବର୍ଷ ପାଖାପାଖି ଗଲେ ଆଖିକୁ ଆଉ ଦୃଷ୍ଟି ଦେଖାଯାଏ ନାହିଁ ଭଲ, କିମ୍ବା ଦୂରକୁ ଦେଖାଯାଉଥାଏ, ହୁଏତ ପାଖକୁ ଦେଖାଯାଉଥାଏ, ଆମର ଠିକ ପ୍ରପର ଡିଷ୍ଟାନ୍ସ ରେ ଆମକୁ ଦେଖାଯାଉନଥାଏ। ଏଇଭଳିଆ ସିଷ୍ଟମ ଆସେ ଆମର ଏଇ ମାକୁଲାର ଡିଜେନେରେସନ, କାଟାରାକ୍ଟ ଏଇଭଳିଆ ଡିଜିଜ ଗୁଡାକୁ ପ୍ରୋଟେକ୍ଟ କରେ ଏ ଲୁଟେନ୍ ଆଉ ଜିଆଜାନ୍ଥିନ୍। ତେଣୁ ଏଇଗୁଡାକ କେରୋଟିନଏଡ୍ ଗୁଡାକ ଏତେ ଇମ୍ପୋର୍ଟାନ୍ସ ଅଛି। ଏଗୁଡାକ ଶାଗ ଜାତୀୟରେ ମିଳିଯାଏ, ଆଉ ଲାଇକୋପିନ୍ ଟା ତ ଟମାଟୋ ତରଭୁଜ କଲର ରେଡ୍ ପିଙ୍କ କଲରରେ ମିଳିଯାଏ, ଆଉ କେରୋଟିନଏଡ୍ ଗୁଡାକ ୟେଲୋ ଅରେଞ୍ଜ ରେଡ୍ କଲର ଭେଜିଟେବୁଲ ଫ୍ରୁଟ ଭେଜିଟେବୁଲ ମିଳିଯାଏ। ଏତିକି କଥା ଉପସ୍ଥାପନ କଲି। ତ ସେଗୁଡାକର ଆମର ଶରୀରରେ ଏତେ ଇମ୍ପୋର୍ଟାଣ୍ଟ, ସେଗୁଡାକ କିଛି ଆମକୁ ଖାଦ୍ୟ ର ମେଟେରିଆଲରେ ମିଳେ, ଆଉ କିଛି କୁକ୍ କରିବାକୁ ପଡେ। ତେଣୁକରି ଧର ଆମର ଏଇ ଯୋଉ ଭିଟାମିନ୍ ୱାଟର ସଲ୍ୟୁବଲ ଭିଟାମିନ୍ ଯେତିକି ଅଛନ୍ତି ବି ଏଣ୍ଡ ସି, ଆକୁ ଯେତେବେଳେ ଆମେ ବଏଲ କରିଦଉ, ଫୁଟେଇ ଦଉ, ଅତ୍ୟଧିକ ତାପମାତ୍ରାରେ ସେ ନଷ୍ଟ ହେଇଯାଏ। ସେ ପାଣିରେ ସେମାନେ ସବୁ ଘୋଳି ଯାଆନ୍ତି, ପାଣିରେ ସବୁ ସଲ୍ୟୁବଲ ହେଇଯାଆନ୍ତି, ଆଉ ଅଧିକା ଟେମ୍ପରେଚର ଏମାନେ ସବୁ ଟେମ୍ପରେଚର ସେନ୍ସିଟିଭ ଭିଟାମିନ୍ ଗୁଡାକ ଅତ୍ୟଧିକ ଟେମ୍ପରେଚର ହାଇ ଫ୍ଲେମରେ ରୋଷେଇ ହେଲେ ଏମାନେ ସବୁ ଡିଗ୍ରେଡ ହେଇଯାଆନ୍ତି, ନଷ୍ଟ ହେଇଯାଆନ୍ତି। ତେଣୁକରି ମତେ ଭିଟାମିନ୍ ବି ଆଉ ସି ଏଟାକୁ ଯଦି ପ୍ରପର ୟୁଟିଲାଇଜ କରିବାକୁ ହୁଏ, ତାହେଲେ ମତେ କିଛି ସଲାଡ କଞ୍ଚା ପରିମାଣ ପନିପରିବା ଖାଇବାକୁ ହୁଏ। ଏଟା ମଧ୍ୟ ସେ ଠାକୁର କହିଛନ୍ତି, କଞ୍ଚା ପନିପରିବା ଯଦି ନ ଖିଆଯାଏ, ତାହେଲେ କିନ୍ତୁ ଏଇ ଭିଟାମିନ୍ ବି ଆଉ ସି ର ପ୍ରପର ୟୁଟିଲାଇଜେସନ ଶରୀରରେ ହେଇପାରେ ନା, ପ୍ରପର ମାତ୍ରାରେ ଉପଲବ୍ଧି ହେଇପାରେ ନା। ଏଇ ଭିଟାମିନ୍ ବି ଏଣ୍ଡ ସି ଏଟାକୁ ଭରପୁର କରିବା ପାଇଁ, ଆଉ ତା ସହିତ ଡାଏଟେରୀ ଫାଇବର ଆମକୁ ମିଳିବା ପାଇଁ, ଏଇ ଖାଦ୍ୟ ପଦାର୍ଥରେ 2/3 ଅନ୍ତତ ପକ୍ଷେ କଞ୍ଚା ପନିପରିବା କିମ୍ବା କଞ୍ଚା ସାଲାଡ ଆକାରରେ ଯାହାକୁ ଆମେ ଗ୍ରହଣ କରୁ, ସେଗୁଡାକ ଖାଇବା ଦରକାର ବୋଲି ଶ୍ରୀ ଠାକୁର କହିଛନ୍ତି। ଏଇ ଯୋଉ ଯେତେବେଳେ ଆମେ କଞ୍ଚା ଖାଉ, କଞ୍ଚା ଖାଇବା ଭିତରେ ଦେଇକିରି ଆମକୁ ଭିଟାମିନ୍ ବି ଆରାମରେ ମିଳିଯାଏ, ଆଉ ସଲାଡ ଭିତରେ ଦେଇକିରି ତା ଭିତରେ ଯେତିକି ଭିଟାମିନ୍ ସି ଥାଏ ସେଟା ମଧ୍ୟ ମିଳିଯାଏ। କିନ୍ତୁ ଏଇ ଯୋଉ ଫାଇଟୋ ନ୍ୟୁଟ୍ରିଏଣ୍ଟ ବୋଲି କହିଲି ତା ପୂର୍ବରୁ, କେରୋଟିନଏଡ୍, ଲାଇକୋପିନ୍, ଲୁଟେଇନ୍, ଜିଓଜାନ୍ଥିନ୍, ଏଗୁଡାକ କିନ୍ତୁ ତାଙ୍କୁ କୁକିଂ କରିବାକୁ ପଡେ। ତେଣୁକରି ଆମେ କୁକ୍ କରିବା ପାଇଁ ମଧ୍ୟ ଯାହା ଗୁଡାକ ସାଲାଡରେ ଖାଇଲୁ, ସେଗୁଡାକରେ ଯାହା ଯାହା ଆମେ ଫାଇଟୋ ନ୍ୟୁଟ୍ରିଏଣ୍ଟ ଅଛି ବୋଲି ପାଇଲୁ, ତାକୁ ମଧ୍ୟ କୁକିଂ କରିବାକୁ ପଡେ, ତାକୁ ରୋଷେଇ କରିବାକୁ ପଡେ। ତେଣୁ ବୋଥ ଆମକୁ କେତେ ପରିମାଣରେ ରୋଷେଇ କରିବାକୁ ହବ, ସେଥିରେ ଆମର କିଛି ଭିଟାମିନ୍ ପ୍ରୋଟିନ ଆମକୁ ମିଳେ, ଆଉ କିଛି କଞ୍ଚା ଖାଇବାକୁ ପଡେ, ସେଇ ଭିଟାମିନ୍ ପ୍ରୋଟିନ କିଛି ଆମକୁ ମିଳେ, ଯୋଉଟା ତା ପାଇଁ ସ୍ପେସିଫିକ, ଯୋଉଟା କୁକିଂ ପାଇଁ ସ୍ପେସିଫିକ, ତା ଭଳିଆ ଜିନିଷ ଆମକୁ ମିଳେ। ଏଇଭଳି ଭାବରେ ବିଭିନ୍ନ ପ୍ରକାର ବୈଚିତ୍ର୍ୟମୟ ବ୍ୟଞ୍ଜନ ବନେଇକିରି ଆମକୁ ଖାଇବାକୁ ହୁଏ। ଏଇ ଖାଇବା ଦ୍ଵାରା ଆମ ଶରୀରରେ ସମ୍ପୂର୍ଣ୍ଣ ଭିଟାମିନ୍, ଯାହାକୁ ଆମେ ସୁଷମ ଖାଦ୍ୟ ବୋଲି କହୁ, ସେ ସୁଷମ ଖାଦ୍ୟ ସେତେବେଳେ ହିଁ ହେଇ ଉଠେ ଯେତେବେଳେ କିଛି କଞ୍ଚା, କିଛି ଅଧା କଞ୍ଚା, କିଛି ଅଧା ସିଝା, କିଛି ସମ୍ପୂର୍ଣ୍ଣ ସିଝା, ଏଇଭଳି ଭାବରେ ଆମକୁ ପ୍ରତିଟି ବ୍ୟଞ୍ଜନକୁ କରିକିରି ମିଶ୍ରିତ ଭାବରେ ଖାଇବାକୁ ହୁଏ। ତେଣୁକରି ମିଶ୍ର ଢଙ୍ଗରେ ଖାଇବା ପାଇଁ ସେ ଠାକୁର ସଦାବେଳେ କହୁଛନ୍ତି। କୌଣସି ଗୋଟିଏ ପ୍ରକାର ଜିନିଷ ଖାଇଦେଲେ ଆମକୁ ହବ ନାହିଁ। ତାର ଭିତରେ ଏ ଯୋଉ ଏଲାଜିକ୍ ଏସିଡ ବୋଲି କହିଲି, ଏଲାଜିକ୍ ଏସିଡ ଆମର ଏ ଯୋଉ ଷ୍ଟ୍ରବେରୀ, ଯେତେ ବେରି ଗୁଡାକ ଅଛି, ଷ୍ଟ୍ରବେରୀ, ରାସବେରୀ, ପୋମଗ୍ରାନେଟ, ଏଇ ବେରି ଗୁଡାକରେ ପ୍ରଚୁର ପରିମାଣରେ ଅଛି, ଏଗୁଡାକ ପ୍ରଚୁର ପରିମାଣରେ ଆଣ୍ଟି ଅକ୍ସିଡାଣ୍ଟ ର କାମ କରେ। ଏଗୁଡାକ ଏ ଯୋଉ କ୍ୟାନ୍ସର ହେବା ପ୍ରୋସେସ ଟାକୁ ଡିଲେ କରିଦିଏ, ତାକୁ ଷ୍ଟାଟିକ କରିଦିଏ, କ୍ୟାନ୍ସର ଗ୍ରୋଥ ହେବାକୁ ଦିଏ ନାହିଁ, ଏଭଳି ଅଛି। ଏ ଫ୍ଲେଭୋନଏଡ ଗୁଡାକ ମଧ୍ୟ ସେଇଭଳିଆ। ଆଉ ଯେତିକି ସବୁ କ୍ରୋନିକ ଡିଜିଜ ଅଛି, ବହୁତ ଦିନ ଧରିକି ଆମ ସେ ରୋଗ ବୈରାଗ ସରୁ ନାହିଁ, ସେଇଗୁଡାକ ଆମର ଉପଶମ ହେଇପାରୁନାହିଁ, ସେ କ୍ରୋନିକ ଡିଜିଜ ଗୁଡାକୁ ଜଲ୍ଦି ଜଲ୍ଦି ଉପଶମ କରିବା ପାଇଁ ହେଲେ, ତାକୁ ଏକ୍ୟୁଟ କୁ ଆଣିବା ପାଇଁ ହେଲେ, ଏ ଫ୍ଲାଭୋନଏଡ ର ଟିକେ ଟିକେ ତାକୁ ସଂସ୍ରବ ଦରକାର। ଏ ଫ୍ଲାଭୋନଏଡ ଯଦି ନଥାଏ,
ତାହେଲେ କିନ୍ତୁ କ୍ରୋନିକ ଡିଜିଜଟା କ୍ରୋନିକ ହେଇକି ରହିଯାଏ, ସେ ଆଉ ଏକୁଟ ହେଇପାରେ ନା, ସେଟାକୁ ଉପଶମ ହେବାରେ କଷ୍ଟ ହେଇଯାଏ। ତେଣୁକରି ଡାକ୍ତର ଯେତେବେଳେ ପ୍ରେସକ୍ରାଇବ ଏଇ ଯୋଉ ଚିକିତ୍ସା କରନ୍ତି, ଏ କ୍ରୋନିକ ଡିଜିଜ ଗୁଡାକ ଭିତରେ ଫ୍ଲାଭୋନଏଡ କମ୍ପୋନେଣ୍ଟ ଥିବା ଭିଟାମିନ ମଲ୍ଟିଭିଟାମିନକୁ ସେମାନେ ପ୍ରେସକ୍ରାଇବ କରିଥାନ୍ତି। ସେ ପ୍ରେସକ୍ରାଇବ କରିବା ଦ୍ୱାରା ତା ଭିତରେ ଏତିକି ହୁଏ, ସେ ଫ୍ଲେଭୋନଏଡ ଗୁଡାକ ଆମର ଏଇ ଯୋଉ ସେଓ, ଏପଲ, ଯେମିତି ବେରି, ଏଇ ଜାମୁକୋଳି ଏଇଭଳିଆ ଗୁଡାକରେ ଆସେ। ତାର ଏତେ ଇମ୍ପୋର୍ଟାନ୍ସ, ସେଗୁଡାକ ଯେମିତି ଆଜମା ରୋଗ ଅଛି, ଶ୍ୱାସ ରୋଗ, ସେ ଶ୍ୱାସ ରୋଗର ରିସ୍କ ଗୁଡାକୁ ସେମାନେ ସବୁ କମେଇ ଦିଅନ୍ତି। ସେମାନେ ବ୍ରୋଙ୍କୋ ଡାଇଲେଟର ତାଙ୍କ ଭିତରେ ପ୍ରପର୍ଟିଜ ଥାଏ, ଯେମିତି ଆମର ଶ୍ୱାସ ନଳୀ, ଏଇ ଶ୍ୱାସ ନଳୀ ବ୍ରୋଙ୍କୋସ ଗୁଡାକୁ ଡାଇଲେସନ କରିଦିଏ, ତାକୁ ଟିକେ ଚଉଡା କରିଦେଇପାରେ, ଏବଂ ଚଉଡା କରିଦେବା ଦ୍ୱାରା ସହଜରେ ନିଶ୍ୱାସ ପ୍ରଶ୍ୱାସ ନେଇ ହୁଏ। ଅକ୍ସିଜେନ ଆମାଉଣ୍ଟ ଯଦି ଆମର କମି ଯାଉଥାଏ ଅମ୍ଳଜାନ, ତାହେଲେ ଅମ୍ଳଜାନ ଅଧିକ ପରିମାଣରେ ଯଦି ବାୟୁ ମୋର ଶ୍ୱାସ ନଳୀ ଭିତରକୁ ଗଲା, ଡିପ୍ ବ୍ରେଥିଂ ଯଦି ମୁଁ କଲି, ତା ଭିତରେ ମୋର କଷ୍ଟ ଅନୁଭବ ହୁଏ ନା, ଆଉ ତାର ଭିତରେ ଦେଇକିରି ମୋର ଯେତିକି ପରିମାଣର ଅକ୍ସିଜେନ ଦରକାର, ସେ ଅକ୍ସିଜେନ ସେତିକି ପରିମାଣରେ ପଳେଇ ଯାଇପାରେ। ଏଇଟା ଫ୍ଲାଭୋନଏଡ ର ଏତେ ଇମ୍ପୋର୍ଟାଣ୍ଟ ଗୁଣ ସବୁ ରହିଛି। କରୋନାରେ ହାର୍ଟ ଡିଜିଜ ଯୋଉଗୁଡା କହୁ, ଆମର ହାର୍ଟ ଆଟାକ ଆସିଗଲା, ଥିବ ରାତିରେ ଖାଇବ ପିଇବ, ଭଲ କଥାବାର୍ତ୍ତା କରୁଥିବ, ହଠାତ୍ କରି ତାର କଣ କଣ ହେଇଯିବ, ଶରୀର ଛାତିରେ ବଥା ହବ, ଛାତି ଉପରକୁ ବଥା ହବ, ଏବଂ ହଠାତ୍ କରି ଶୋଇ ପଡିଲା, ଏବଂ ଦେଖିଲା ବେଳକୁ ସକାଳକୁ ଆଉ ସେ ନାହିଁ, ଉଠି ପାରୁନାହିଁ, ଆଉ ଚାଲିଗଲା। ଆମେ କହୁ ହାର୍ଟ ଆଟାକରେ ସେ ଚାଲିଗଲା। କୋରୋନାରୀ ଇନଫେକ୍ସନ ବୋଲି ତାକୁ ବିଜ୍ଞାନ ଭାଷାରେ ମେଡିକାଲ ଭାଷାରେ କୁହାଯାଏ। ଏ କୋରୋନାରୀ ହାର୍ଟ ଡିଜିଜ ର ରିସ୍କ ଗୁଡାକୁ କମେଇବା ପାଇଁ ଏ ଫ୍ଲାଭୋନଏଡ ର ଭାଇଟାଲ ରୋଲ ଅଛି, ତାର ଗୋଟେ ଜୀବନୀ ଶକ୍ତି ଅଛି, ସେଗୁଡାକ ମଧ୍ୟ ସେ କମେଇ ଦେଇପାରେ। କ୍ୟାନ୍ସର ଭଳି ରୋଗକୁ ଯେ ତାର ଆଣ୍ଟି ଅକ୍ସିଡେଣ୍ଟ ଗୁଣ ଅଛି, ସେ କ୍ୟାନ୍ସର ଭଳି ରୋଗ, ଅଟୋ ଇମ୍ୟୁନ ଡିଜିଜ କୁ ମଧ୍ୟ ଚେକ୍ କରିବାର ତାର ସବୁ ଗୁଣବତ୍ତା ରହିଛି। ଆଉ ରେସଭେରାଟ୍ରଲ ମଧ୍ୟ ତାର ଆଣ୍ଟି ଅକ୍ସିଡେଣ୍ଟ, ଆଣ୍ଟି ଇନଫ୍ଲାମେଟରୀ ପ୍ରପର୍ଟି ରହିଛି। ଯେମିତି ଆମର ଯୋଉ ଇନଫ୍ଲାମେସନ ହୁଏ, ଏଇ ଯୋଉ ଆଣ୍ଠୁଗଣ୍ଠି ବାତ ହୁଏ, ବିଭିନ୍ନ ପ୍ରକାର ପ୍ରବାହ ହୁଏ, ଥଣ୍ଡା ସର୍ଦ୍ଦି କାଶ ଏଇଗୁଡାକରେ ମଧ୍ୟ ବହୁତ ଇମ୍ପୋର୍ଟାଣ୍ଟ ରୋଲ ରହିଛି ଏଇ ଯେ ରେସଭେରାଟ୍ରଲ ର। ଆଉ ସେଗୁଡାକ ମଧ୍ୟ ଆମର ଏଇ ଯୋଉ ଅଙ୍ଗୁର ଭଳି ଯୋଉ ଫଳ ପନିପରିବା, କିଛି କିଛି ପନିପରିବାରେ ଏଗୁଡାକ ଆମକୁ ସହଜରେ ମିଳିଯାଏ। ଆଉ ଗ୍ଲୁକୋସିନୋଲେଟ ବୋଲି ଗୋଟେ ଅଛି, ଏଇ ଗ୍ଲୁକୋସିନୋଲେଟ ରେ ଆମର ଏଇ ଯୋଉ କ୍ରୁସିଫେରି ଫ୍ୟାମିଲି କହିଲେ ଆମର ସୋରିଷ, ଆଉ ବନ୍ଧାକୋବି, ଫୁଲକୋବି, ବ୍ରାକୋଲି ଏଇଭଳି ଜାତିର ଯୋଉ ପନିପରିବା, ଏଇ ପନିପରିବା ଗୁଡାକରେ ଭରପୁର ପରିମାଣରେ ଥାଏ ଏଇ ଗ୍ଲୁକୋସିନୋଲେଟ। ଆଉ ଗ୍ଲୁକୋସିନୋଲେଟ ର ଏତେ ଇମ୍ପୋର୍ଟାଣ୍ଟ, ଇଏ ଆମର ଏଇ ଯୋଉ କଣ ଯେ ରୋଷେଇ ଯେତେବେଳେ ହେଇଯାଏ, ରୋଷେଇ ପରେ କିଛି କିଛି ତରକାରୀର କଲର ଚେଞ୍ଜେସ ହେଇଯାଏ, କିଛି କିଛି ତରକାରୀ ପିତା ହେବାକୁ ଲାଗନ୍ତି, କିଛି କିଛି ତରକାରୀ ତାର ଟେଷ୍ଟ ଟା ଚେଞ୍ଜ ହେଇଯାଏ। ଏଇ ଚେଞ୍ଜ ହେବାର କାରଣ ହଉଛି ଏଇ ଗ୍ଲୁକୋସିନଏଡ। ଏ ଗ୍ଲୁକୋସିନଏଡ ଯେହେତୁ ଅଧିକା ଥାଏ, ଆଉ ସେ ଆମର କ୍ୟାନ୍ସର ଗ୍ରୋଥ, କ୍ୟାନ୍ସର ଯଦି ଷ୍ଟାର୍ଟ ହୁଏ ଏବଂ ତାର ଡେଭଲପମେଣ୍ଟ ହୁଏ, ଆକୁ ଚେକ୍ କରିବାରେ ସେଗୁଡାକ ବହୁତ କାମରେ ଆସନ୍ତି। ଆମର ବେଳେ ବେଳେ ଦେଖୁ କି କିଛି କିଛି ପନିପରିବା ତରକାରୀରେ ମିଶେଇ ଦେଲେ ସେ କଳା ହେଇଯାଏ, କିଛି କିଛି ପନିପରିବା ତାର କଲର ଚେଞ୍ଜ କରିଦିଅନ୍ତି। କଲରଟା ଚେଞ୍ଜ କରିଦେବା ଦ୍ୱାରା ସେଥିକୁ ଆମେ, କଲର ଚେଞ୍ଜ ହେଇଯାଉଛି ତରକାରୀରେ ବୋଲି ଆମେ ତାକୁ ପକଉନା, ତାକୁ କଣ ସାଇଡ କରିଦଉ, ଆଉ ଭଲ ସୁନ୍ଦର ଦେଖାଯିବନି ବୋଲି ତାକୁ ଆମେ ଖାଦ୍ୟ ବ୍ୟଞ୍ଜନରେ ଗ୍ରହଣ କରୁନା ସାଧାରଣତଃ। ନ କରିବା ଦ୍ୱାରା ଆମର ଏଇ ଯେ କ୍ୟାନ୍ସର ଭଳିଆ ଅଟୋଇମ୍ୟୁନ ଡିଜିଜ କୁ ମଧ୍ୟ ସେ ରୋକିବାର କ୍ଷମତା ଯାହାର ଅଛି, ତାକୁ ଆମେ ହରେଇ ବସୁ ବ୍ୟବହାର ନ କରିବା ଦ୍ୱାରା। ତେଣୁକରି ସେଗୁଡାକ ମଧ୍ୟ ଆମ ଶରୀରରେ ପ୍ରୟୋଜନ ଅଛି, ସେଗୁଡାକ ମଧ୍ୟ ଆମକୁ ବ୍ୟବହାର କରିବାକୁ ହୁଏ। ତାପରେ ଅଛି ଫାଇଟୋ ଇଷ୍ଟ୍ରୋଜେନ ଜାତୀୟ ଫାଇଟୋ ନ୍ୟୁଟ୍ରିଏଣ୍ଟ, ଏଗୁଡାକ ଯୋଉଟାକୁ ଆମର ସୋୟାବିନ ଭଳିଆ ଫୁଡରେ ମିଳିଯାଏ। এই ସୋୟା ଫୁଡରେ ଆମେ ଅଧିକା ପାଉ, ତାକୁ ଆଇସୋଫ୍ଲେଭନ୍ସ ବୋଲି ମଧ୍ୟ କହନ୍ତି। ଯେ ଆଇସୋଫ୍ଲେଭନ ଗୁଡାକ ସୋୟା ଫୁଡରେ ଯାହା ମିଳେ, ଆଉ ତାର ଏଇ ଯୋଉ ଫ୍ଲାକ୍ସ ସିଡ୍, ସିସାମ ସିଡ୍, ଏଇ ଯୋଉ ରାଶି, ଖସା ବଟା, ୟାର ଭିତରେ ଦେଇକିରି ଆମେ ଫାଇଟୋଏଷ୍ଟ୍ରୋଜେନ ଗୁଡାକୁ ମିଳେ। ଇଏ କଣ କରେ ନା, ଏଇଟା ମଧ୍ୟ ସେ ଆଣ୍ଟି ଅକ୍ସିଡେଣ୍ଟ ଏଥିରୁ ମିଳିଯାଏ। ଆଉ ଆଣ୍ଟି ଏଇ ଯୋଉ କ୍ୟାନ୍ସର ଆକ୍ଟିଭିଟି ମଧ୍ୟ ଅଛି। ଆମର ଦେଖାଯାଏ ବହୁତ ଗୁଡାଏ ଓମେନ ମାନଙ୍କର, ମହିଳା ମାନଙ୍କର ଏଣ୍ଡୋମେଟ୍ରିୟମରେ, ତାଙ୍କ ୟୁଟ୍ରସରେ କ୍ୟାନ୍ସର ହୁଏ, ୟୁଟ୍ରସ ଇନଫ୍ଲାମେସନ ହୁଏ, ୟୁଟ୍ରସ ବଲ୍କି ହେଇଯାଏ, ଏଣ୍ଡୋମେଟ୍ରିଆଲ କ୍ୟାନ୍ସର ହୁଏ। ଆଉ ଏଇ ଯୋଉ ମେନୋପୋଜ ପରେ ପରେ ବୋନ ଓଷ୍ଟିଓପୋରୋସିସ ନାମ ଗୋଟେ ସିଣ୍ଡ୍ରୋମ ଆସେ, ଯୋଉଥିରେ କ୍ୟାଲସିୟମ ଆବଜର୍ପସନ ଶରୀରରେ ହେଇପାରେ ନାହିଁ, ବୋନ ଲସ୍ ହୁଏ। ତାଙ୍କର ଟିକେ ପଡିଗଲେ, ଝୁଣ୍ଟିକିରି ପଡିଗଲେ, ହାଲକା ଟିକେ ମୁଡିଆ ମୁଡି ହେଇଗଲେ ସେଥିରେ ହାଡ ଭାଙ୍ଗିଯାଏ। ହାଡର ଦୁର୍ବଳ ହବା ପାଇଁ ଏମାନେ ସବୁ, ଏମାନଙ୍କର ଅଭାବ ଯଦି ହେଇଯାଏ, ତାହେଲେ ଏଗୁଡାକ ସବୁ ଆମକୁ ଭୋଗିବାକୁ ପଡେ। ତେଣୁକରି ଏ ଫାଇଟୋ ଇଷ୍ଟ୍ରୋଜେନଟା ମଧ୍ୟ ଏତେ ଇମ୍ପୋର୍ଟାଣ୍ଟ। ସେଥିପାଇଁ ଆମକୁ ଠାକୁର କହିଲେ
ଖାଇବା ସହିତ ପ୍ରତିଟି ମସଲାରେ ପ୍ରତିଟି ଶାଗରେ ମଧ୍ୟ ଏଇ ଖସା ବଟା ତାକୁ ବାଟିକିରି ଦିଅ। ହବିଷାନ୍ନରେ ମଧ୍ୟ ତାକୁ ଖସା ବଟା ଖାଇବାକୁ ଦେଲେ। ତେଣୁ ଆମ ବ୍ରତ ଉପବାସଠୁ ଆରମ୍ଭ କରିକିରି ଆମର ଭଲ ଭାବରେ ଯୋଉ ବ୍ୟଞ୍ଜନ ବନଉଛୁ ତାରି ଭିତରେ ମଧ୍ୟ ପ୍ରତିଟି ଖାଦ୍ୟରେ ଏଇ ଖସା ବଟା ଯଦି ରୁହେ ତା ଭିତରେ ଅନେକ ଫାଇଟୋ ଇଷ୍ଟ୍ରୋଜେନ ଆମକୁ ମିଳିଯାଏ। ଫାଇଟୋ ଇଷ୍ଟ୍ରୋଜେନ ଭିତରେ ଦେଇକିରି ଆମର ଯୋଉ ତାର ଅଭାବରେ ଯୋଉ ଏଣ୍ଡୋମେଟ୍ରିଆଲ କ୍ୟାନ୍ସର ବୋଲି କହୁଥିଲି, ବୋନ ଲସ୍ କହୁଥିଲି ମେନୋପଜ ପରେ ପରେ, ଏଇ ଯୋଉ ବୋନ ହେଲ୍ଥକୁ ଠିକ କରିବା ପାଇଁ, କ୍ୟାଲସିୟମ ଆବଜର୍ପସନକୁ ଠିକ କରିବା ପାଇଁ ବହୁଳ ପରିମାଣରେ ସଲ୍ୟୁବୁଲାଇଜ ପ୍ରୋଟିନ ଆମର ସେଇ ଖସା ବଟା ଭିତରେ ଦେଇକିରି ଅଛି। ଚୋପା ଥିବ କୃଷ୍ଣ ରାଶି ବୋଲି ଶ୍ରୀ ଠାକୁର କହୁଛନ୍ତି, କଳା ରାଶି ଚୋପା ସହିତ ତାକୁ ବାଟି ଦେବାକୁ ହୁଏ ଏବଂ ସେଇ ରାଶିକୁ ଯଦି ଖିଆଯାଏ ତାହେଲେ ଏତେ ଫାଇଟୋ ଏଷ୍ଟ୍ରୋଜେନ ଆମକୁ ମିଳେ। ତାର ଭିତରେ ଦେଇକିରି ଇଷ୍ଟ୍ରୋଜେନ ଲେଭେଲ ଯାହା ଯାହା ଆମର ଡିଷ୍ଟର୍ବାନ୍ସ ଥାଏ ସେଗୁଡାକ ମଧ୍ୟ ତାକୁ ପରିପୂରଣ କରାଯାଇପାରେ। ଏଇଭଳି କରିକିରି ଏ ଫାଇଟୋ ନ୍ୟୁଟ୍ରିଏଣ୍ଟ ଗୁଡାକର ଏତେ ଗୁଣ ଦେଇ ବୁଝେଇ ଦେଲେ ତା ଭିତରେ ଦେଇକିରି କିଛି କିଛି ଅଛି ଭିଟାମିନ୍ସ ଯୋଉଗୁଡାକ ଆମର ବିଭିନ୍ନ ପ୍ରକାର ରୋଗରେ ଆମେ ଆକ୍ରାନ୍ତ ହେଇକିରି ବିଭିନ୍ନ ପ୍ରକାର ମେଡିକେସନ କରୁ, ବିଭିନ୍ନ ପ୍ରକାର ମେଡିସିନ ଆମେ ଖାଉ, ସେ ଭିତରେ ଦେଇକିରି ଆମ ଶରୀରକୁ ସେ ଆବଜର୍ଭ ହେବାକୁ ଦିଏ ନାହିଁ। ଯେମିତି ଆମର ହାର୍ଟ ବର୍ନ ହେଲା ମାନେ ଛାତି ଜଳିଲା, ଏସିଡିଟି ହେଇଗଲା ବୋଲି ଆମେ କହୁ, ଡାକ୍ତର ପାଖକୁ ଗଲେ ଡାକ୍ତର ତାଙ୍କୁ ପ୍ରେସକ୍ରାଇବ କରିଦିଅନ୍ତି ଗୋଟେ ଆଣ୍ଟି ପ୍ରୋଟନ ପମ୍ପ ଇନହିବିଟର ବୋଲି କହନ୍ତି, ଆଉ ହାଇଡ୍ରୋଜେନ ବ୍ଲକର ବୋଲି କହନ୍ତି ସେଭଳିଆ ମେଡିସିନ, ଯାହାକୁ ଆମେ ପ୍ରାଣ୍ଟୋପ୍ରାଜୋଲ ନାଁରେ ଜାଣୁ। ପ୍ରୋଟନ ପମ୍ପ ଇନହିବିଟର ସେଇ ଇନହିବିଟର ଗୁଡାକ ଏଇ ଯୋଉ ରାବେପ୍ରାଜୋଲ, ପାଣ୍ଟେପ୍ରାଜୋଲ, ଲୋମେପ୍ରାଜୋଲ ଏଇଭଳି ନାଁରେ ଯେତିକି ପ୍ରାଜୋଲ ନାଁରେ ଆମେ ଶୁଣିକି ତାକୁ ସେବନ କରୁ, ଆମକୁ ଖୁସି ଲାଗେ। ଗୋଟିଏ ବଟିକା ଖାଇଦେଲେ ହୁଏତ ଆମର ଏସିଡିଟି ହୁଏ ନାହିଁ, ସାରା ଦିନଟା ଭଲ ଲାଗେ, ଏଥିରୁ ଆମେ ରାହତ ପାଉ। କିନ୍ତୁ ସେଇ ପେଣ୍ଟୋପ୍ରାଜୋଲ ଭଳି ପ୍ରୋଟନ ପମ୍ପ ଇନହିବିଟର ଗୁଡାକ ଆମର ଏଇ ଭିଟାମିନ ବି କୁ ଶରୀରରେ ଆବଜର୍ଭ ଭାବରେ ରୋକିଥାଏ, ତାକୁ ସେତେବେଳେ ତାକୁ ଇନହିବିଟ କରେ ଶରୀର ଆବଜର୍ପସନ ଭିତରେ ଦେଇକିରି। ତେଣୁ ଯୋଉମାନେ ଏଇଭଳିଆ ଟ୍ୟାବଲେଟ ଖାଆନ୍ତି, ଯେମିତି ଆଉ କିଛି ଟ୍ୟାବଲେଟ ଅଛି ସେଇ ଆଣ୍ଟାସିଡ ଭଳିଆ କାମ କରେ, ଯାହାକୁ ବିଜ୍ଞାନ ଭାଷାରେ ହାଇଡ୍ରୋଜେନ ବ୍ଲକର ବୋଲି କହନ୍ତି। ସେ ହାଇଡ୍ରୋଜେନ ବ୍ଲକର ଯେମିତି ରାନିଟିଡିନ, ଫୋମାଟିଡିନ ଏଇଭଳିଆ ଟିଡିନ ଜାତୀୟ ଯେତିକି ସବୁ ଔଷଧ ସେଗୁଡାକ ମଧ୍ୟ ଏଇ ଯୋଉ ବି ଆବଜର୍ପସନ ଭିଟାମିନ ବି ଆବଜର୍ପସନକୁ ଶୋଷଣ ହେବାରେ ତାକୁ ରୋକିଥାଏ, ଆଉ ତାର ଅଭାବ ମଧ୍ୟ ଦେଖାଯାଇଥାଏ ଏଭଳି ଔଷଧ ଯୋଉମାନେ ଖାଆନ୍ତି। ଯୋଉମାନେ ଡାଇବେଟିସ ପେସେଣ୍ଟ ସେମାନେ ମେଟଫର୍ମିନ ବୋଲି ଗୋଟେ ଔଷଧ ଖାଆନ୍ତି, ସକାଳେ ସନ୍ଧ୍ୟା ବେଳେ ଖାଉଥାନ୍ତି। ସେ ମେଟଫର୍ମିନ ର ମଧ୍ୟ ଗୋଟେ ଗୁଣ ରହିଛି, ଏଇ ଭିଟାମିନ ବି ଆଉ ସି କୁ ଆବଜର୍ପସନ ହେବାରେ ସେ ରୋକେ, ଏଇ ମଧ୍ୟ ଗୁଣ ଅଛି। ଯୋଉମାନେ ଡାଇବେଟିକ ପେସେଣ୍ଟ ଏଇ ମେଟଫର୍ମିନ ନାମକ ଔଷଧ ଖାଉଥିବେ ତାହେଲେ ସେମାନଙ୍କ ମଧ୍ୟ ଏଇ ଡେଫିସିଏନ୍ସି ଆସିବାରେ ସହଜ ହେଇଯାଏ ଏଇ ମେଟଫର୍ମିନ ଔଷଧ ଦ୍ଵାରା। କିଛି କିଛି ଆଣ୍ଠୁ ଗଣ୍ଠି ବାତ ପାଇଁ, ଗାଉଟ ପାଇଁ ଗୋଟେ ଔଷଧ ଖାଆନ୍ତି କଲଚିସିନ ବୋଲି, ଯାହାର କମ୍ପୋନେଣ୍ଟ ଭିତରେ ଥାଏ। ସେ କଲଚିସିନ ଖାଇବା ଦ୍ଵାରା ମଧ୍ୟ ଏ ଭିଟାମିନ ବି ସି ଏଇ ୱାଟର ସଲ୍ୟୁବଲ ଭିଟାମିନ ଗୁଡାକ ସହଜରେ ଶରୀର ଗ୍ରହଣ କରେ ନାହିଁ, ତାକୁ ବାଧା ଦିଏ ଶରୀର ଗ୍ରହଣ କରିବାରେ ଏବଂ ତାକୁ ୟୁଟିଲାଇଜେସନ କରିବାରେ। କିଛି କିଛି ଯୋଉମାନେ କ୍ୟାନ୍ସର ପେସେଣ୍ଟ ଅଛନ୍ତି କେମୋଥେରାପି ୟୁଜ କରୁଛନ୍ତି, କିମ୍ବା କିଛି ଅଟୋ ଇମ୍ୟୁନ ଡିଜିଜ ଅଛି ଯୋଉଥିରେ କେମୋଥେରାପି ଡ୍ରଗ୍ କରାଯାଏ, ସ୍ପେସିଆଲି ମେଥୋଟ୍ରେକ୍ସେଟ ବୋଲିକିରି ଗୋଟେ କେମିକାଲ ଅଛି ଯାହାକୁ ଏଇ କେମୋଥେରାପିରେ ଦିଆଯାଏ କ୍ୟାନ୍ସର ରୋଗକୁ ଭଲ କରିବା ପାଇଁ ବୋଲି। ସେଇ ମେଥୋଟ୍ରେକ୍ସେଟ ଯଦି ଶରୀରରେ ଥାଏ ସିଏ ମଧ୍ୟ ଇନହିବିଟ କରେ, ସିଏ ମଧ୍ୟ ରୋକେ ଏ ଭିଟାମିନ ବି ଆବଜର୍ପସନକୁ। ତେଣୁକରି ଏଇ ଯୋଉ କେତେଟା ରୋଗ କହିଲି, ଏ ଯୋଉମାନେ ଏସିଡିଟି ରୋଗୀ, ଆଉ ଯୋଉମାନେ ଡାଇବେଟିସ ରୋଗୀ, ଯୋଉମାନେ ଗାଉଟ ରୋଗୀ, କେମୋଥେରାପି କ୍ୟାନ୍ସରସ ରୋଗୀ, ଏମାନେ ଯେତିକି ସବୁ ମାନେ ଅଛନ୍ତି ସେମାନଙ୍କ ପାଇଁ ଏ ଭିଟାମିନ ବି ଏବେ ଯେହେତୁ ଆବଜର୍ପସନ ହେବାରେ ତାଙ୍କର ଶରୀରରେ ଟିକେ ବାଧା ଆସେ, ତାଙ୍କୁ ଏକ୍ସଟର୍ନାଲି ତାଙ୍କୁ ନେବାକୁ ପଡେ। ଏବଂ ଏଇଟା ମଧ୍ୟ ଡାକ୍ତର ଯଦିଓ ଲେଖିଥାନ୍ତି, ପ୍ରେସକ୍ରାଇବ କରିଥାନ୍ତି ଭିଟାମିନ ବି ମେଡିସିନ ଖାଇବା ପାଇଁ, ତଥାପି ଏମାନେ ଡେଲି ଡେଲି କେତେ ମେଡିସିନ ଖାଇବୁ ଏଇ ବାହାନାରେ ଅନ୍ତତଃ ଏଇ ଖାଆନ୍ତି ନାହିଁ ମେଡିସିନ, ନିଜେ ନିଜେ ବୁଦ୍ଧି ଖର୍ଚ୍ଚ କରିଦିଅନ୍ତି, ଡାକ୍ତରଙ୍କ କଥା ମାନନ୍ତି ନାହିଁ। ସେମାନଙ୍କର ଏଇ ଭିଟାମିନ ବି ଏଣ୍ଡ ସି ଏଇଟାର ଅଭାବର ଯାହା ଯାହା ରୋଗ ହେଇଯାଏ, ପୂର୍ବରୁ ସବୁ ଆଲୋଚନା କରୁଥିଲି, କେତେ ଯୋଉ ଆମର ଫଙ୍କସନ ପାଇଁ ରେସପନ୍ସିବୁଲ, ଯେମିତି କହିଲେ ଆମର ଦୃଷ୍ଟି ଶକ୍ତି, ଆୟ, ମୋର ବୋନ, ଅସ୍ଥି, ମୋର ଚୁଟି, ମୋର ସ୍କିନ୍, ମୋ ନଖ, ମୋର ଏନର୍ଜି ଲେଭେଲ, ମୋର ମୁଡ, ମୋର ମିଜାଜ, ମୋର ସ୍ମୃତି ଶକ୍ତି, ମୋର ଇମ୍ୟୁନ ସିଷ୍ଟମ, ଇଏ ଡିଜର୍ଡର ଗୁଡାକ ୟାକୁ ନେଇକି ଯେତିକି ଡିଜର୍ଡର ହୁଏ, ଯେତିକି ସବୁ ଅସୁବିଧା ସୃଷ୍ଟି ହୁଏ, ଏଗୁଡାକରେ କିନ୍ତୁ ସେ ଅସୁବିଧାର ସମ୍ମୁଖୀନ ହେବାକୁ ମତେ ସହଜ ହେଇଯାଏ। ତେଣୁକରି ଏଇ ରୋଗୀ ମାନେ ଯୋଉମାନେ ଏଇ ଔଷଧ ପୂର୍ବରୁ ଅବତାରଣା କଲି, ସେଇ ଔଷଧ ଗୁଡାକ ଯୋଉମାନେ ଖାଉଛନ୍ତି ସେମାନଙ୍କୁ ଟିକେ ଧ୍ୟାନ ଦେବାକୁ ପଡିବ।
କସସ୍ ହେବାକୁ ପଡିବ। ଭିଟାମିନ୍ ବି ଯୋଉ ସୋର୍ସ ରୁ ମିଳେ, ଭିଟାମିନ୍ ସି ଯୋଉ ସୋର୍ସ ରୁ ମିଳେ, ତାକୁ ଟିକେ ସେଇ ସୋର୍ସ ର ଖାଇବାଟା, ସେ ଉତ୍ସଟାକୁ ଟିକେ ବଢେଇ ଦେବାକୁ ହୁଏ। ଏକ୍ସଟର୍ନାଲି ଦରକାର ପଡିଲେ ଆମକୁ ଟ୍ୟାବଲେଟ ଆକାରରେ କିମ୍ବା ସିରପ ଆକାରରେ ଆମକୁ ଖାଇବାକୁ ପଡେ, ଏବଂ ଖାଇବା ଦ୍ଵାରା ଭିତରେ ଦେଇକିରି ଆମ ଶରୀରଟାକୁ ସୁସ୍ଥ ରହିବାର ଧାରାରେ ଆମେ ତାକୁ ରଖିପାରୁ। ତ ଏଇଭଳି ଭାବରେ ଆହୁରି ସମୟ ତ ହେଇ ସରିଗଲାଣି। ତ ଅନେକ କିଛି ଅଛି ଯୋଉ କଥାଟେ ବି ସବୁ ଗୁଡାକ ବିଜ୍ଞାନ ତତ୍ତ୍ୱ ଦେଇକି କରିବା ଏଇ ସ୍ୱଳ୍ପ ସମୟ ଭିତରେ ଦେଇକିରି ସମ୍ଭବ ନୁହେଁ। ତଥାପି ଆଉ ଗୋଟେ ଇମ୍ପୋର୍ଟାଣ୍ଟ ରହିଗଲା, ଆଉ 2 ମିନିଟ୍ 5 ମିନିଟରେ ତାକୁ ସ୍ୱଳ୍ପ ସମୟରେ ସାରିବାକୁ ଚେଷ୍ଟା କରୁଛି, ଯାହାକୁ ଆମେ ଫାଇବର ବୋଲି କହୁ। ସେ ଫାଇବର, ଡାଏଟରୀ ଫାଇବର, ଏଟା କେବଳ ଶ୍ରୀ ଠାକୁର କହୁଛନ୍ତି ଏଇ ଚୋପା ଭିତରେ ଦେଇକିରି ଥାଏ, ଆଉ ସେଥିରେ କିଛି ସେ ଚୋପା ଭିତରେ କିଛି ଥାଏ, କିଛି ଫଳ ଭିତରେ ଥାଏ। ସେ ଫାଇବରକୁ ମଧ୍ୟ ବ୍ରଡଲି ମୁଖ୍ୟ ଭାବରେ 2 ଭାଗରେ ବିଭକ୍ତ କରାଯାଏ। ତାକୁ ଗୋଟେ ସଲ୍ୟୁବୁଲ ଫାଇବର ଯୋଉଟା କି ଦ୍ରବୀଭୂତ ହେଇଯାଏ ବୋଲି କୁହାଯାଏ, ଆଉ ଗୋଟେ ଇନସଲ୍ୟୁବୁଲ ଫାଇବର ଯୋଉଟା କି ସଲ୍ୟୁବୁଲ ହେଇପାରେନି ବୋଲି କୁହାଯାଏ। ଇଏ ଇନସଲ୍ୟୁବୁଲ ଫାଇବର ଗୁଡାକ ଆମର କୋଷ୍ଠକାଠିନ୍ୟ ଦୂର କରିବା ପାଇଁ, ଆମର କନଷ୍ଟିପେସନ ଦୂର କରିବା ପାଇଁ ଅପରିହାର୍ଯ୍ୟ। ଏଗୁଡାକ ନଥିଲେ ଆମର କନଷ୍ଟିପେସନ ଟା ଆସେ, ଧୀରେ ଧୀରେ ହେମୋରଏଡ୍ସ ହୁଏ, ହେମୋରଏଡ୍ ରୁ ପାଇଲ୍ସ କୁ ପଳେଇଯାଏ, ପାଇଲ୍ସ ରେ ଆମର ଝାଡା ଖୋଲା ନହେଲେ ଯାହା ଯାହା ଅସୁବିଧା ସବୁ ଗୁଡାକ ସୃଷ୍ଟି ହେଇଥାଏ କେବଳ ଏଇ ଡାଇଟେରୀ ଫାଇବର, ଇନସଲ୍ୟୁବୁଲ ଫାଇବର ର ଅଭାବ ଭିତରେ ଦେଇକିରି। ତେଣୁ ଏଇ ଇନସଲ୍ୟୁବୁଲ ଫାଇବର ଯେ ଲାକ୍ସେଟିଭ, ଗୋଟେ ଝାଡାକୁ ପତଳା କରିବାରେ ଆଉ ଭଲ ଝାଡା କରିବାରେ ସାହାଯ୍ୟ କରେ ଏଇ ଇନସଲ୍ୟୁବୁଲ ଡାଇଟେରୀ ଫାଇବର ଗୁଡାକ। ଏ ଫାଇବର ଗୁଡାକ ପରିବାର ଚୋପା ଭିତରେ ଦେଇକିରି ଥାଏ। କିନ୍ତୁ ଆମେ ସଦାବେଳେ ଏଇ ପରିବାର ଚୋପା, ଠାକୁର ତା ପୂର୍ବରୁ କହୁଥିଲି ବିରି ଚୋପା ଖାଇବାର କଥା କହୁଛନ୍ତି, ବିରି ଚୋପାକୁ ଆମେ ଫୋପାଡୁ, ଗାଈକୁ ଦେଇଦଉ। ତେଣୁ ଏଇ ଚୋପା ଗୁଡାକ ଭିତରେ, ସବୁର ଚୋପାରେ ଇନସଲ୍ୟୁବୁଲ ଡାଇଟେରୀ ଫାଇବର ପ୍ରଚୁର ପରିମାଣରେ ଥାଏ। ତ ଏଇଟା ସବୁ ପନିପରିବା ଏବଂ ଯୋଉ ଫଳରେ ଆଉ ଶାଗ ଜାତୀୟ ଫସଲରେ ଭରପୁର ପରିମାଣରେ ଇନସଲ୍ୟୁବୁଲ ଡାଇଟେରୀ ଫାଇବର ଥାଏ। ଆଉ କିଛି ସଲ୍ୟୁବୁଲ ଡାଇଟେରୀ ଫାଇବର ଯୋଉଟା କି ଆମର ଏଇ ଡାଇଜେସନ ପ୍ରୋସେସକୁ ସ୍ଲୋ କରିଦିଏ, ଆମ ଶରୀରରେ କାର୍ବୋହାଇଡ୍ରେଟ ଆବଜର୍ଭ ହୁଏ, ସୁଗାର ଆବଜର୍ଭ ହୁଏ, ତାର ପ୍ରୋସେସକୁ ସ୍ଲୋ କରିଦିଏ, ଯଦ୍ୱାରା କି ଆମର ଡାଇବେଟିସ ଭଳିଆ ରୋଗ ସେଟାକୁ ଆମେ ଡିଲେ କରିଦେଇ ପାରୁ, କିମ୍ବା ଆମ ଶରୀର ଭିତରକୁ ନ ଆଣିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏ ସଲ୍ୟୁବୁଲ ଫାଇବର ଗୁଡାକ ଆମ ଶରୀରରେ ଏତେ ପରିମାଣରେ ଇମ୍ପୋର୍ଟାଣ୍ଟ ଅଛି, ତାକୁ ମଧ୍ୟ ଦରକାର। ଏଇଟା ଯୋଉ ଗୁଡାକ ସୋର୍ସ ରୁ ମିଳେ, ଏଇ ସବୁ ସୋର୍ସ ଗୁଡାକ, ଯେମିତି ଏ ସଲ୍ୟୁବୁଲ ଫାଇବର ଆମର ଏଇ ଯୋଉ ଓଟ ରେ ମିଳେ, ଆମର ଯେଗୁଡାକ ନଟ୍ ଅଛି ସେଇ ଚଣା ଗୁଡାକ ତାରି ଭିତରେ ମିଳେ, ବିନ୍ସ ରେ ମିଳେ, ଲେଗ୍ୟୁମ ଯୋଉ ଡାଲି ଜାତୀୟ ଫସଲ ତାରି ଭିତରେ ଦେଇକି ମିଳେ, ସେଓର ଭଳିଆ ଫଳରୁ ମିଳେ, ଯେତିକି ବ୍ଲୁ ବେରି ଜାତୀୟ ଫଳରୁ ମଧ୍ୟ ମିଳେ। ଏଇ ଗୁଡାକ ମଧ୍ୟ ଆମ ଶରୀରରେ ଦରକାର ପଡେ, ନିହାତି ଅପରିହାର୍ଯ୍ୟ ଭାବରେ ତାକୁ ମଧ୍ୟ ଆମେ ସୋର୍ସ ଖୋଜିକି ଆଣିକି ତାକୁ ଲଗେଇ ଦେଇ ପାରୁ। ତେଣୁ ସେ ଫାଇବର ଭିତରେ ବିଜ୍ଞାନ ଭାଷାରେ ତାକୁ କୁହାଯାଏ, ହୁଏତ ବୁଝିବାକୁ କଷ୍ଟ ହବ, ଏ ସେଲୁଲୋଜ, ହେମିସେଲୁଲୋଜ, ଇନୁଲିନ, ତାପରେ ଅଲିଗୋ ଫ୍ରୁକ୍ଟୋଜ, ଲିଗ୍ନିନ, ମ୍ୟୁସିଲେଜ, ବିଟା ଗ୍ଲୁକାନ, ଏଇଟା ପେକ୍ଟିନ, ଏଇଭଳିଆ ବହୁତ ଗୁଡାଏ ଅଛି ଫାଇବର୍ସ ଗୁଡାକ, ଯୋଉଗୁଡାକ ଶରୀର ଭିତରେ ଏତେ ପରିମାଣରେ ଦରକାର, କେବଳ ଏଇ ସୁଗାର ଆବଜର୍ପସନକୁ ଡିଲେ କରିବା ପାଇଁ, ତାକୁ ରିଟାର୍ଡ କରିବା ପାଇଁ, ଯୋଉଥିରେ ଡାଇବେଟିସ ଭଳିଆ ରୋଗ ଆଉ ଏଇ ଯୋଉ ଇନସୁଲିନ ରେଜିଷ୍ଟାନ୍ସ ଭଳିଆ ରୋଗଟାକୁ ତାକୁ ଆମେ ଧୀରେ ଧୀରେ ତାକୁ ମଡରେଟ କରିଦେଇ ପାରୁ, ଆମ ହାତ ପାହାନ୍ତରେ ରଖିଦେଇ ପାରୁ। ତା ଭିତରେ ସଲ୍ୟୁବୁଲ ଫାଇବରରେ ଆଉ ଗୋଟେ ବିଶେଷ ଲକ୍ଷଣ ହେଲା, ଆମର ଯୋଉ ବଡିର ଶରୀରରେ କୋଲେଷ୍ଟ୍ରୋଲ ସବୁ ଜମିଯାଏ, ଆମର ଲୋ ଡେନ୍ସିଟି ଲିପୋପ୍ରୋଟିନ ବୋଲି କହୁ, ଯୋଉଟା କି ବ୍ୟାଡ କୋଲେଷ୍ଟ୍ରୋଲ ବୋଲି କହୁ, ଏଗୁଡାକ ସାଙ୍ଗରେ ସହଜ ଭାବରେ ସେମାନେ ବାନ୍ଧି ହେଇଯାଆନ୍ତି, ବାନ୍ଧି ହେଇକରି ତାକୁ ଶରୀର ବାହାରକୁ ଆଉଟ ଫ୍ଲସ୍ କରିଦିଅନ୍ତି। ଏଇ କ୍ଷମତା ମଧ୍ୟରେ ସେ ସଲ୍ୟୁବୁଲ ଫାଇବରରେ ଅଛି। ତେଣୁ ସଲ୍ୟୁବୁଲ ଫାଇବର ମଧ୍ୟ ଏତେ ଇମ୍ପୋର୍ଟାଣ୍ଟ ମୋ ଶରୀର ପାଇଁ, ଯୋଉଟା କି ମୋର କୋଲେଷ୍ଟ୍ରୋଲକୁ ନିୟନ୍ତ୍ରିତ କରେ, ଡାଇବେଟିସ ଭଳିଆକୁ ନିୟନ୍ତ୍ରିତ କରେ, ଟ୍ରାଇଗ୍ଲିସେରାଇଡକୁ ନିୟନ୍ତ୍ରିତ କରେ, ମୋର ହୋଲ ଲିପିଡ ପ୍ରୋଫାଇଲକୁ ନିୟନ୍ତ୍ରିତ କରେ। ଏତିକି ନିୟନ୍ତ୍ରିତ କରିବା ଦ୍ୱାରା ଏଇ ଯୋଉ ମୋର ବ୍ଲଡ ପ୍ରେସର ରିଲେଟେଡ ଯେତିକି ସବୁ, ଆଉ ଡାଇବେଟିସ ରିଲେଟେଡ ଯେତିକି ସବୁ ମୋର ଅସୁବିଧା ଅଛି, ଅସୁଖ ଅଛି, ସେଗୁଡାକୁ ମଧ୍ୟ ମୁଁ ସହଜରେ ନିୟନ୍ତ୍ରଣ କରିଦେଇପାରେ। ତେଣୁକରି ଏ ପନିପରିବାକୁ ତାକୁ ଏତେ ଭାବରେ ଯଦି ସୁଷମ ଭାବରେ ସମସ୍ତ ପନିପରିବାକୁ ମିଶେଇକିରି ସିଜନାଲ ୱାଇଜ ଯୋଉ ଋତୁରେ ଯାହା ପନିପରିବା ମତେ ମିଳେ, ତାକୁ ଭଗବାନ ଠିକ କରିଦେଇଛନ୍ତି, ଏଇ ଋତୁରେ ଏଇ ପନିପରିବା ଏତେ ପରିମାଣରେ ଖାଇବାକୁ ହୁଏ। ସେଗୁଡାକ ଯଦି ମଣିଷ ତାର ପ୍ରକୃତି ବିଧାନ ଅନୁସାରେ ମାନି ଚାଲେ, ତାହେଲେ ତାର ବିଭିନ୍ନ ପ୍ରକାର ଏଇ ରୋଗ ବୈରାଗ ଆଉ ତାର ମେଟାବଲିକ ସିଣ୍ଡ୍ରୋମ, ସେ କଥା ତ ଟଚ କରି ହେଲା ନାହିଁ। ସେ ମେଟାବଲିକ ସିଣ୍ଡ୍ରୋମ ଆଉ ଭିଟାମିନ ଡେଫିସିଏନ୍ସି ସିଣ୍ଡ୍ରୋମ, ଏଗୁଡାକ ସବୁ ଆମେ ସହଜ ଭାବରେ ରେଗୁଲେଟ କରିଦେଇ ପାରୁ, କେବଳ ଖାଦ୍ୟ ଗୁଣ ନେଇକିରି, ଖାଦ୍ୟକୁ ରେଗୁଲେସନ କରିବା ଭିତରେ ଦେଇକିରି, ମିଶ୍ର ଖାଦ୍ୟ ଖାଇବା ଭିତରେ ଦେଇକିରି, ଆଉ ଶରୀରର ଚାହିଦା ଅନୁସାରେ ସବୁଗୁଡାକୁ ମିଶେଇକି ସୁଷମ ଖାଦ୍ୟ କରିକିରି। ତେଣୁ ପରିଶେଷରେ ଏ ଖାଦ୍ୟକୁ
ଖାଦ୍ୟ ଯେହେତୁ ଶରୀର ମନ ଭାବ ଭାଷା କର୍ମ ସହିତ ଜଡିତ, ତାକୁ ଆମର ଏତେ ଇମ୍ପୋର୍ଟାଣ୍ଟ ଏତେ ମହତ୍ଵ ରହିଛି। ଏଗୁଡାକୁ ଯଦି ଆମେ ସୁଷମ ଭାବରେ ବାଲାନ୍ସ ସମନ୍ୱୟ ରକ୍ଷା କରିକିରି ସମତା ରକ୍ଷା ନ କରିକି ଆମେ ଯଦି ଆମ ଅନ୍ନ ବ୍ୟଞ୍ଜନକୁ ପ୍ରତିଦିନର ବନଉ, ତାହେଲେ କିନ୍ତୁ ଆମକୁ ଏଇ ଶରୀର ଆଉ ମନ ଏ ଦିଟା ମଧ୍ୟ ଭଲ ରହିବ ନାହିଁ, ଯାହାକି ଆମର ଏଇ ଯୋଉ ଆତ୍ମିକ ଉନ୍ନତି ବୋଲି କହୁ ସାଧନାର କଥା, ସେ ସାଧନାର ଭିତରେ ଦେଇକିରି ବ୍ୟାଘାତ ସୃଷ୍ଟି କରିପାରେ। ପରିଶେଷରେ ପ୍ରତିପତ୍ୟଙ୍କର ମଙ୍ଗଳ କାମନା କରି ମୋ ବକ୍ତବ୍ୟ ଏଇଠି ସାଙ୍ଗ କରୁଛି। ଜୟ ଜୟ ଗୁରୁ, ଜୟ ଗୁରୁ। ବହୁତ ବହୁତ ଧନ୍ୟବାଦ ଶ୍ରୀ ପୁରଞ୍ଜୟ ପାଣିଗ୍ରାହୀ ଦାଦା। ଜୟ ଜୟ।